କରିବାକୁ ଯିବା ତାହା ଆପଣମାନେ ପାଇବାକୁ ପାରିବେ ଆଦି ପୁସ୍ତକ 32 ପର୍ବ 22 ପଦରୁ 28 ପଦ ପର୍ଯ୍ୟନ୍ତ ଆମର ଅଧ୍ୟୟନ କରିବାକୁ ଯିବା। ଏହି ସ୍ଥାନରେ ପ୍ରକାର ଲେଖା ଅଛି, ଅନନ୍ତର ସେ ରାତିରେ ଉଠି ଆପଣାର ଦୁଇ ଭାର୍ଯ୍ୟା ଓ ଦୁଇ ଦାସୀ ଓ ଏକାଦଶ ସନ୍ତାନକୁ ଜବ୍ବକ୍ ଘାଟରେ ପାର କରାଇବା ପାଇଁ ସଙ୍ଗରେ ନେଲା। ପୁଣି ସେମାନଙ୍କୁ ନଦୀ ପାର କରାଇ ଆପଣାର ସମସ୍ତ ଦ୍ରବ୍ୟ ସେ ପାରିକି ପଠାଇଦେଲା। ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା। ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ, ମାତ୍ର ତାହାକୁ ଜୟ କରିପାରିଲେ ନାହିଁ। ଦେଖ, ସେ ଯାକୁବର ଉରୁ ଦେଶର ସନ୍ଧି ସ୍ଥାନରେ ଆଘାତ କଲେ। ତାହାଙ୍କ ସହିତ ଏ ପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଉରୁସନ୍ଧି ଖସିଗଲା। ଅନନ୍ତର ସେହି ପୁରୁଷ କହିଲେ, ଆମ୍ଭକୁ ଛାଡ଼, କାରଣ ପ୍ରଭାତ ହେଲା। ତହୁଁ ଯାକୁବ କହିଲା, ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ। ପୁନର୍ବାର ସେହି ମନୁଷ୍ୟ କହିଲେ, ତୁମ୍ଭର ନାମ କଣ? ସେ କହିଲା, ଯାକୁବ। ସେ କହିଲେ, ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ପରମେଶ୍ୱରଙ୍କ ସହିତ ଯୋଦ୍ଧା ନାମରେ ବିଖ୍ୟାତ ହେବ, କାରଣ ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ। ପ୍ରଭୁ ଆମମାନଙ୍କୁ ଏହି ଅଳ୍ପ ପଠିତ ବାକ୍ୟ ଶ୍ରବଣରେ ବୁଝିବାରେ ଆଲୋଚନାରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ମୋର ପ୍ରିୟ ମାନେ, ଆମେମାନେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆଜି ଆମେ ଆଲୋଚନା କରିବାକୁ ଯିବା। ଗତ ଦିନ ପର୍ଯ୍ୟନ୍ତ ଆମେ ଯାକୁବଙ୍କର ଜୀବନୀ, ଯାକୁବ କି ପ୍ରକାର ଭାବରେ ଆଶୀର୍ବାଦ ପାଇଲେ। ଯାକୁବ ହଉଛନ୍ତି ଅବ୍ରାହମଙ୍କର ତୃତୀୟ ପିଢ଼ି। ଅବ୍ରାହମଙ୍କର ପୁଅ ଇସାକ, ଯୋଉ ପ୍ରକାର ମୁଁ ଆଗରେ କହୁଥିଲି। ପୁଣି ଇସାକଙ୍କର ପୁଅ ଯାକୁବ। ଆଉ ଯାକୁବଙ୍କୁ ସେ ପୂର୍ଣ୍ଣ ମାତ୍ରାରେ ସଦାପ୍ରଭୁ ଆଶୀର୍ବାଦ କରିଛନ୍ତି। ଯାକୁବଙ୍କର ପିଲାମାନଙ୍କୁ ସେ ପୂର୍ଣ୍ଣ ମାତ୍ରାରେ ଆଶୀର୍ବାଦ କରିଛନ୍ତି। କିନ୍ତୁ ଯାକୁବ ଯେତେବେଳେ ଏଇ ପ୍ରକାର ଆଶୀର୍ବାଦର ଅଧିକାରୀ ହଉଛନ୍ତି, ତା ପୂର୍ବରୁ ଆମେ ଦେଖୁଛୁ ଯେ ଯାକୁବ ଏଇ ପ୍ରକାର ଜଣେ ବ୍ୟକ୍ତି ଥିଲେ। ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସେ ଯାତ୍ରା କରିଥିଲେ ଯେତେବେଳେ ତାଙ୍କ ଜୀବନ ପ୍ରତି ବିପଦ ରହିଥିଲା। ତାଙ୍କ ପରିବାର ମଧ୍ୟରେ ନିଜର ବଡ଼ ଭାଇ ତାହାଙ୍କୁ ଜୀବନରେ ମାରିଦେବା ପାଇଁ ସେ ଖୋଜୁଥିଲେ। ଯେହେତୁ ସେ ଏ ପ୍ରକାର ମଧ୍ୟ କାର୍ଯ୍ୟ ମଧ୍ୟ କରିଥିଲେ, ଯୋଉ କାର୍ଯ୍ୟ ନିଜର ଭାଇଙ୍କ ପ୍ରତି ବହୁତ କ୍ରୋଧ ଜନ୍ମେଇଥିଲା। এই ସମସ୍ତ ଘଟଣା ସମ୍ପର୍କରେ ଆମେ ଜାଣିଛୁ। সেই ସମସ୍ତ ବିଷୟ ଯଦି ଆପଣମାନେ ଜାଣିବାକୁ ଚାହୁଁଛନ୍ତି, ପୁନର୍ବାର ଆପଣମାନେ ଦୟାକରି ପବିତ୍ର ଧର୍ମଶାସ୍ତ୍ର ବାଇବଲ ଅଧ୍ୟୟନ କରନ୍ତୁ। ଆଦି ପୁସ୍ତକରେ ଆପଣମାନେ ସବୁ ବିଷୟକୁ ଆପଣମାନେ ଜାଣିବାକୁ ପାଇବେ। ତା ସହିତ ଆପଣଙ୍କର ଯଦି ସମସ୍ତ ଶିକ୍ଷାକୁ ଯଦି ଶୁଣିବାକୁ ଚାହୁଁଛନ୍ତି, ଆମଙ୍କ ପୂର୍ବବର୍ତ୍ତୀ ଶିକ୍ଷା ଗୁଡ଼ିକ ଯୋଉ ଆମଙ୍କ ଚ୍ୟାନେଲରେ ଉପଲବ୍ଧ ରହିଛି, ଯାହା ଶିକ୍ଷା ଦିଆଯାଇଛି ତାହା ଆପଣମାନେ ପୁନର୍ବାର ଶୁଣନ୍ତୁ। ନିଶ୍ଚିତ ଭାବରେ ପ୍ରଭୁ ଆପଣମାନଙ୍କୁ କଥା କହିବେ, ସେ ସମସ୍ତ ବିଷୟର ବିବରଣୀ ଆପଣମାନେ ସ୍ପଷ୍ଟ ଭାବେ ଜାଣିପାରିବେ। ତେବେ ଆଜିର ଆଲୋଚନା ମଧ୍ୟରେ ଆମେ ଦେଖିବାକୁ ଯିବା, ଯେତେବେଳେ ଯାକୁବ ନିଜର ସ୍ୱଦେଶକୁ ସେ ଫେରୁଛନ୍ତି, ଆଉ ନିଜର ପିତୃ ଦେଶକୁ ସେ ଫେରୁଛନ୍ତି, ସମସ୍ତ ପ୍ରକାର ଆଶୀର୍ବାଦରେ ପୂର୍ଣ୍ଣ ହୋଇଛନ୍ତି। ତାଙ୍କ ପାଖରେ ଏତେ ଦ୍ରବ୍ୟ ସବୁ ରହିଥିଲା, ଏତେ ପଶୁ ପଲ ଥିଲା, ଏତେ ଦାସ ମାନେ ଥିଲେ, ଏତେ ସବୁ ପ୍ରକାର ଭାବରେ ପ୍ରଭୁ ଆଶୀର୍ବାଦ କରୁଥିଲେ। ମୁଁ ଯେତେବେଳେ ତାହାକୁ ପଢୁଥିଲି ଭାବୁଥିଲି, ମାନେ ଏତେ ପରିମାଣରେ ସେ କି ପ୍ରକାର ଯାତ୍ରା କରିଥିବେ। କୋଟି ପରିବାର, ଜଣେ ମନୁଷ୍ୟ ଏତେ ପରିମାଣରେ ଗୋଟେ 20 ବର୍ଷ ମଧ୍ୟରେ ପ୍ରଭୁ ତାକୁ ଏତେ ଆଶୀର୍ବାଦ କରିଥିଲେ, ଯାହାକି ଆମେ କଳନା ମଧ୍ୟ କରିପାରିବାନି। ଗୋଟେ ସାଧାରଣ ସ୍ୱାଭାବିକ ଭାବରେ ଜଣେ ମନୁଷ୍ୟ ଏଇ ପ୍ରକାର ଭାବରେ ଆଶୀର୍ବାଦ ପାଇନଥାଏ, ଯୋଉ ପର୍ଯ୍ୟନ୍ତ ସଦାପ୍ରଭୁ ପରମେଶ୍ୱରଙ୍କର ସାନ୍ନିଧ୍ୟ ବା ଯୋଉ ପର୍ଯ୍ୟନ୍ତ ପ୍ରଭୁଙ୍କର ହସ୍ତ ସେଇ ବ୍ୟକ୍ତି ପ୍ରତି ଯଦି ନଥାଏ, ତାହେଲେ କୌଣସି ପ୍ରକାର ଏଇ ପ୍ରକାର ଆଶୀର୍ବାଦ ପାଇନଥାନ୍ତି। ତା ସହିତ ଆମେ ଦେଖିବାକୁ ପାଉଛୁ, ଯେହେତୁ ପରିସ୍ଥିତି କଣ ଥିଲା, ତାଙ୍କ ପାଖରେ କିଛି ନଥିଲା, କିମ୍ବା ସେ କୌଣସି ପ୍ରକାର ଭାବରେ କୌଣସି କୁକାର୍ଯ୍ୟରେ ଲିପ୍ତ ହୋଇ ବା କୌଣସି ପ୍ରକାର ଭୁଲ କାର୍ଯ୍ୟ କରିକି ଏତେ ଆଶୀର୍ବାଦ ସେ ପାଇନାହାନ୍ତି। ଆଜି ଆମେ ଜଗତକୁ ଯଦି ଲକ୍ଷ୍ୟ କରୁ, ଲୋକମାନେ ଧନୀ ହେବା ପାଇଁ ବିଭିନ୍ନ ପ୍ରକାର ବିଷୟକୁ ଲାଭ କରିବା ପାଇଁ ବିଭିନ୍ନ 2 ନମ୍ବର ଉପାୟ ଅବଲମ୍ବନ କରନ୍ତି, ଖରାପ କାର୍ଯ୍ୟ ପରେ ସାମିଲ ହୁଅନ୍ତି। କିନ୍ତୁ ଆମେ ଯାକୁବଙ୍କ ଜୀବନରେ ଆମେ ଯଦି ଲକ୍ଷ୍ୟ କରିବା, এই ଦୀର୍ଘ 20 ବର୍ଷ ମଧ୍ୟରେ ତାଙ୍କର ଯେ ଅକ୍ଳାନ୍ତ ପରିଶ୍ରମ ନିଶ୍ଚିତ ଭାବରେ ଥିଲା, କିନ୍ତୁ ତା ସହିତ ପ୍ରଭୁଙ୍କର ହସ୍ତ ତାଙ୍କ ମଧ୍ୟରେ ଥିଲା। ତା ସହିତରେ ଯେତେବେଳେ ତାଙ୍କ ପ୍ରତି ଯୋଉ ସବୁ ପ୍ରତିବନ୍ଧକ ସବୁ ଥିଲା, ଏତିକି ସମସ୍ତ ବିଷୟ ପାଇବାରେ ମଧ୍ୟ ଅନେକ ପ୍ରତିବନ୍ଧକ, ଯିଏ ତାଙ୍କର ମାଙ୍କର ଭାଇ ଯିଏ ଥିଲେ,
ସେ ମଧ୍ୟ ଅନେକ ସମୟରେ ତାଙ୍କର ପ୍ରତିବନ୍ଧକ ସାଜୁଥିଲେ, ତାଙ୍କ ପ୍ରତି ଈର୍ଷାନ୍ୱିତ ହଉଥିଲେ, ତାଙ୍କର ଯୋଉ ସବୁ ବିଷୟ ପ୍ରଭୁ ତାଙ୍କୁ ଆଶୀର୍ବାଦ କରୁଥିଲେ ସେ ସବୁକୁ ହରଣ କରିବା ପାଇଁ ଚେଷ୍ଟା କରୁଥିଲେ। ତାଙ୍କୁ ସବୁବେଳେ ଅ କୌଣସି ପ୍ରକାର ଭାବରେ ଏଇ ପ୍ରକାର ଆଶୀର୍ବାଦର ଅଧିକାରୀ ହେବା ପାଇଁ ସେ ଦଉନଥିଲେ। ତ ଏଇ ପ୍ରକାର ପରିସ୍ଥିତି ମଧ୍ୟ ତାଙ୍କ ନିମନ୍ତେ ଗୋଟେ ବହୁତ ବଡ ଚୁନୌତି ଥିଲା, ବହୁତ ବଡ ଚୁନୌତି ଥିଲା। କିନ୍ତୁ ସେଇ ସବୁ ମଧ୍ୟରେ ମଧ୍ୟ ସେ ସଂଘର୍ଷ କରିଥିଲେ, ଅନେକ ଠକାମିର ଶିକାର ହୋଇଛନ୍ତି, ଅନେକ ପ୍ରକାର ତାଙ୍କ ଠାରୁ ବିଷୟକୁ ଛଡେଇ ଦିଆଯାଇଛି। ତାହା ଆପଣମାନେ ପଢିବେ ଯେତେବେଳେ ଜାଣିବେ। ତ ଏ ପ୍ରକାର ସମୟରେ ସେ ମନସ୍ଥ କଲେ ପରିଶେଷରେ ଯେ ସମସ୍ତ ବିଷୟକୁ ସେ ଧରି ନିଜର ଯାହା ସେ ସମ୍ପତ୍ତି ସେ ଅର୍ଜନ କରିଥିଲେ, ଉପାର୍ଜନ କରିଥିଲେ, ଯାହାକୁ ଅଧିକାର କରିଥିଲେ ପ୍ରଭୁ ତାହା ସମସ୍ତ ପୁଣି ତା ନିଜର ଆତ୍ମୀୟ ମାନଙ୍କୁ, ନିଜର ପିଲାମାନଙ୍କୁ, ନିଜର ଦାସ ଦାସୀ ସମସ୍ତଙ୍କୁ ସେ କଣ କରୁଛନ୍ତି, ନିଜ ସାଙ୍ଗରେ ସେ ଧରିକି ସେ ଯାଉଛନ୍ତି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କିନ୍ତୁ ଇତିମଧ୍ୟରେ ଦୁଇଟି ଚୁନୌତି ତାଙ୍କ ସମ୍ମୁଖରେ ଥିଲା। ଯୋଉ ଚୁନୌତି ହଉଛି ତାଙ୍କର ଯିଏ ମାଙ୍କର ଭାଇ ବା ଯାହାକୁ ମାମୁଁ ବୋଲି କହିବା, ସିଏ ମଧ୍ୟ ତାଙ୍କ ପ୍ରତି ଈର୍ଷାନ୍ୱିତ ହୋଇଥିଲେ। ତାଙ୍କୁ ନ ଜଣେଇ ସେ ବାହାରି ଯାଇଥିଲେ। ସେ ତାଙ୍କ ପଛରେ ମଧ୍ୟ ଗୋଡେଇଥିଲେ ତାଙ୍କୁ ଧରିବା ପାଇଁ ବା ତାଙ୍କୁ କୌଣସି ପ୍ରକାର ଭାବରେ କ୍ଷତି ପହଞ୍ଚେଇବା ପାଇଁ ବା କୌଣସି ପ୍ରକାର ଭାବରେ ପୁନର୍ବାର ତାଙ୍କର ସମସ୍ତ ବିଷୟକୁ ହରଣ କରିବା ପାଇଁ। କିନ୍ତୁ ସଦାପ୍ରଭୁଙ୍କର ଆଜ୍ଞା ତାଙ୍କ ପ୍ରତି ରହିଥିଲା ଯେ ତାଙ୍କୁ କିଛି ତୁମେ କହିବନି, ତାଙ୍କର କୌଣସି କ୍ଷତି କରିବନି, ଯାହାରି ଫଳରେ ସେ ତାଙ୍କର କୌଣସି କ୍ଷତି କଲେ ନାହିଁ। ଏଇ ବିଷୟ ସହିତ ମାନେ ଅନେକ ବାଇବେଲର ଅନେକ ଘଟଣା ଗୁଡିକ ସହିତ ଆମେ ଆସନ୍ତାକାଲି ସେ ବିଷୟରେ ବହୁତ ରୋଚକ ବିଷୟ ଗୁଡିକ ଆମେ ଶିଖିବା। କିନ୍ତୁ ଆଜିର ଆଲୋଚନା ମଧ୍ୟରେ ଆମେ ଦେଖିବାକୁ ଯିବା ଯେ ଆଉ ଜଣେ ବ୍ୟକ୍ତିକୁ ମଧ୍ୟ ଜାକୁବଙ୍କ ନିମନ୍ତେ ଜଣେ ଚୁନୌତି ଥିଲା, ଯିଏ ହଉଛନ୍ତି ତାଙ୍କର ନିଜ ବଡ ଭାଇ ଅର୍ଥାତ୍ ଯିଏ ଦୁଇ ଭାଇଙ୍କ ମଧ୍ୟରୁ ଯିଏ ବଡ ଭାଇ ଥିଲେ ଯାହାଙ୍କ ପାଇଁ ବୋଲି ସେ ଆଜି ଏଇ ସ୍ଥାନକୁ ଆସିଛନ୍ତି, ଯାହାଙ୍କୁ ଭୟ କରି ଯାହାଙ୍କୁ ସେ କଣ କରିଥିଲେ, ତାଙ୍କର ଜ୍ୟେଷ୍ଠ ଅଧିକାରକୁ ନେଇ ଯାଇଥିଲେ, ତାଙ୍କର ଅଜଣାତରେ, ତାଙ୍କର ଅନୁପସ୍ଥିତିରେ ତାଙ୍କରି ବେଶ ଧରିକି ସେ ପିତାଙ୍କ ଠାରୁ ଆଶୀର୍ବାଦ ହରଣ କରି ସେ ନେଇ ଯାଉଛନ୍ତି, ସେ ଯାଉଛନ୍ତି ଏଇ ସ୍ଥାନକୁ, ତାଙ୍କ ମା ଏଇ ସ୍ଥାନକୁ ପଠେଇଥିଲେ। ତ ଇଏ ମଧ୍ୟ ବହୁତ ବଡ ଚୁନୌତି। ଯେତେବେଳେ ନିଜ ଘରକୁ ଫେରି ଆସୁଛନ୍ତି, ନିଜ ସ୍ଥାନକୁ ଫେରି ଆସୁଛନ୍ତି, ପୁନର୍ବାର ତାଙ୍କର ସେ ସମ୍ମୁଖୀନ ହେବେ। ତାଙ୍କୁ ଅତିକ୍ରମ କରିକି ଯିବାକୁ ପଡିବ, ତାଙ୍କ ସହିତ ଦେଖା ହବାକୁ ପଡିବ। ଯେତେବେଳେ ସେ ଦିନ ଥିଲା ଯେତେବେଳେ ତାଙ୍କୁ ମାରିବା ପାଇଁ, ତାଙ୍କୁ ପ୍ରାଣରେ ମାରିବା ପାଇଁ ଯେତେବେଳେ ସେ ତାଙ୍କୁ ଗୋଡଉଥିଲେ ବା ତାଙ୍କ ପଛରେ ପଡିଥିଲେ, ଏଇ ପ୍ରକାର ସମୟରେ ବର୍ତ୍ତମାନ ତାଙ୍କର ସମ୍ମୁଖୀନ ହେବାକୁ ଦୀର୍ଘ 20 ବର୍ଷ ପରେ ସେ ଭୟଭୀତ ଅଛନ୍ତି। କି ପ୍ରକାର ଭାବରେ ତାଙ୍କୁ ସମ୍ମୁଖୀନ ହେବେ, କି ପ୍ରକାର ଭାବରେ ତାଙ୍କୁ ବୁଝେଇବେ ବା କି ପ୍ରକାର ଭାବରେ ତାଙ୍କର ସମ୍ମୁଖରେ ସମସ୍ତ ବିଷୟ ଚୁନୌତି ରହିଛି। ବା ଏଇ ସମସ୍ତ ବିଷୟ ଯଦି ସେ ଚାହିଁବେ ତାହେଲେ ତାଙ୍କର ଏ ସମସ୍ତ ଦ୍ରବ୍ୟକୁ ହରଣ କରି ନେଇଯିବେ, ବା ଯଦି ଚାହିଁବେ ତାଙ୍କର ପିଲାମାନଙ୍କୁ, ତାଙ୍କର ସମସ୍ତ ବିଷୟକୁ, ତାଙ୍କ ଦାସ ଦାସୀ ମାନଙ୍କୁ ମଧ୍ୟ ସେ କ୍ଷତି ପହଞ୍ଚେଇବେ। ଏଇ ଭୟ ତାଙ୍କ ମଧ୍ୟରେ ରହିଛି। ଯାହା ସବୁ ଉପାର୍ଜନ କରିଛନ୍ତି, ଯାହା ସବୁ ଅର୍ଜନ କରୁଛନ୍ତି, ସେ କ୍ଷଣିକ ମୁହୂର୍ତ୍ତରେ ତାହା ସବୁ ଚାଲିଯିବ, ଏଇ ଭୟ ମଧ୍ୟ ତାଙ୍କ ମଧ୍ୟରେ ରହିଛି। ଏଇ ପ୍ରକାର ସମୟ ମଧ୍ୟରେ ଆମେ ଦେଖିବାକୁ ପାଉଛୁ ସେ କି ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଭାଗ ଭାଗ କରି ଲୋକମାନଙ୍କୁ, ସେ ଦାସ ମାନଙ୍କୁ ସେ ପଠେଇ ଦଉଛନ୍ତି। ସେ ତାଙ୍କର ଭାଇଙ୍କ ନିମନ୍ତେ ମଧ୍ୟ ବହୁତ ସୁନ୍ଦର ଉପହାର ଗୁଡିକ, ଉପହାର ମଧ୍ୟ ଦେଖିବେ ଆପଣ ମାନେ ଏତେ ବହୁତ ସଂଖ୍ୟାରେ, କେବଳ ଉପହାର ଯଦି ଏତିକି, ମୁଁ କେବଳ ସେ ଉପହାର ପଢୁଥିଲି ମାନେ ଛେଳି, ମାନେ ଯଦି ମାଇ ଛେଳି 200 ବା ଯୋଉ ଆମଙ୍କର ମେଲ ଛେଳି ଯୋଉମାନେ ଅଛନ୍ତି ସେମାନଙ୍କୁ 20, ପୁଣି ସେ ପ୍ରକାର ଗଧ, ସେ ପ୍ରକାର ମଧ୍ୟ ମାଇ ଗଧ, ପୁଣି ପୁରୁଷ ଗଧ, ଏଇ ସବୁ ମଧ୍ୟ ସେଇ 220 ଏ ପ୍ରକାର ଭାବରେ ଏ ସମସ୍ତ ପ୍ରକାର ପଶୁ ଯଦି ସେମାନଙ୍କୁ ସେ ଦଉଛନ୍ତି ଉପହାର ସଦୃଶ, ତେବେ ତାଙ୍କର କେତେ ନଥିବ ବୋଲି ମୁଁ ତାହା ଚିନ୍ତା କରୁଥିଲି। ତ ପ୍ରଭୁ ଏତେ ତାଙ୍କୁ ଆଶୀର୍ବାଦ କରିଥିଲେ। ତେବେ ସେ ତାଙ୍କର ଭାଇଙ୍କୁ ସେ ତାଙ୍କର ଭାଇଙ୍କର ଦୃଷ୍ଟିରେ ସେ ଅନୁଗ୍ରହ ପାଇବା ପାଇଁ ସେ କଣ କରୁଛନ୍ତି, ଏକ ପ୍ରକାର ଗୋଟେ କ୍ଷମା ମାଗିବା ପାଇଁ, ତାଙ୍କ ସହିତ ପୁନର୍ମିଳିତ ହେବା ପାଇଁ ଏ ସମସ୍ତ ଉପହାର ସେ ପଠାଉଛନ୍ତି। କାଳେ ସେ ଉପହାର ପାଇଲା ପରେ ତାଙ୍କର ମନ ବଦଳିଯିବ, ତାଙ୍କ ପ୍ରତି ଯୋଉ ଶତ୍ରୁତା ମନୋଭାବ ରହିଛି ତାହା ଦୂରେଇ ଯିବ, ନିଜର ଭାଇ ପ୍ରତି ଯୋଉ ରାଗ ରହିଛି ତାହା ମଧ୍ୟ ଦୂରେଇ ଯିବ, ସେ ତାହାଙ୍କୁ ଗ୍ରହଣ କରିବେ। ଏଇ ଅଭିପ୍ରାୟରେ ସେ ସମସ୍ତ ପ୍ରଚେଷ୍ଟା କରୁଛନ୍ତି। ସେ ଏଇ ପ୍ରକାର ମଧ୍ୟ ଛାଡିଛନ୍ତି ଏସବୁ ଭାଗ ଭାଗ କରି। ଯଦି ପ୍ରଥମ ଭାଗର ଲୋକମାନଙ୍କୁ ଯଦି ସେ ଆକ୍ରମଣ କରନ୍ତି, ତାହେଲେ ଦ୍ୱିତୀୟ ଭାଗର ଲୋକମାନେ ବା ଅବଶିଷ୍ଟ ତାଙ୍କ ପଛେ ଯୋଉମାନେ, ସେମାନେ ଦୌଡ଼ିକି ପଳେଇବେ, ଖସି ପଳେଇବେ। ଏଇ ପ୍ରକାର ମଧ୍ୟ ସେ ଯୋଜନା କରିଛନ୍ତି। ସବୁ ପ୍ରକାର ପ୍ରିକସନ ବା ସବୁ ପ୍ରକାର ଭାବରେ ସେ ଆୟୋଜନ କରିଛନ୍ତି, ଯୋଉ ଦ୍ୱାରା ସେ ସୁରକ୍ଷିତ ଭାବରେ ସେଇ ସ୍ଥାନରେ ସେ ବଞ୍ଚି ପାରିବେ। ଏଇ ସ୍ଥାନରେ ସେ ପ୍ରଭୁଙ୍କ ନିକଟରେ ମଧ୍ୟ ସେ ବିନତି କରୁଛନ୍ତି, ହେ ପ୍ରଭୁ, ତୁମେ ମୋ ପ୍ରାଣକୁ ରକ୍ଷା କର, ତୁମେ କିଛି ତ ମୋ ପାଇଁ ବଞ୍ଚେଇ ଦିଅ।
ଆଉ ମୁଁ ଯାହା ବି ରୋଜଗାର କରିଛି ମୋର ପିଲାମାନଙ୍କୁ ସମସ୍ତଙ୍କୁ ଯେହେତୁ ଯିଏ ତାଙ୍କର ଭାଇ ଆସୁଛନ୍ତି, ଯେହେତୁ ମଧ୍ୟ ଆସୁଛନ୍ତି ତାଙ୍କୁ ଭେଟିବା ପାଇଁ, ସେଇ ମଧ୍ୟ 400 ବ୍ୟକ୍ତିଙ୍କୁ ଦାସ ଦାସୀଙ୍କୁ ଧରିକି ସେ ଆସୁଛନ୍ତି, ଅର୍ଥାତ୍ ସେ ଆହୁରି ମଧ୍ୟ ଭୟଭୀତ ହେଇଯାଇଥିଲେ। ତ ଏଇ ପ୍ରକାର ସମୟ ମଧ୍ୟରେ, ଏଇ ପ୍ରକାର ଘଡ଼ିସନ୍ଧି ମୁହୂର୍ତ୍ତ ମଧ୍ୟରେ ସେ କଣ କରୁଛନ୍ତି, ନଦୀ ପାର କରେଇକି ନିଜର ସ୍ତ୍ରୀ ବା ପିଲାମାନଙ୍କୁ ଯେତେ ଜଣ ଅଛନ୍ତି ସମସ୍ତଙ୍କୁ ଦାସ ଦାସୀ ମାନଙ୍କୁ ସେ ପଠେଇ ଦଉଛନ୍ତି, ତାଙ୍କ ଧନ ସମ୍ପତ୍ତି ପଠେଇ ଦଉଛନ୍ତି। ଆଉ ନଦୀର ଆର ପାଖରେ ସେ ରହିଯାଉଛନ୍ତି। ରାତ୍ରିରେ ସମୟରେ ଆମେ ଦେଖିବାକୁ ପାଉଛୁ, ରାତିରେ ଉଠି ସେମାନଙ୍କୁ ପଠେଇ ଦଉଛନ୍ତି। ଆଉ ସେ ଜର୍ଦ୍ଦନ ନଦୀର ଆର ପାଖରେ ସେ କଣ କରୁଛନ୍ତି, ଆଉ ସେଇ ସ୍ଥାନରେ ସେ ଏକାକୀ ନିରଳାରେ ସେଇ ସ୍ଥାନରେ ସମୟ କ୍ଷେପଣ କରୁଛନ୍ତି। ଏଇ ଯୋଉ ସମୟ ମଧ୍ୟରେ ସେ ପରମେଶ୍ୱରଙ୍କ ସହିତ ତାଙ୍କର ସାକ୍ଷାତ ହେଇଛି ପୁନର୍ବାର। ଆଉ ଏଇ ବିଷୟ ଆଜିର ଆଲୋଚନା ମଧ୍ୟରେ ଆମେ ଦେଖିବାକୁ ଯିବା। ତ ମୁଁ ଘଟଣାର କଣ୍ଟେକ୍ସଟ ମୁଁ ଆପଣମାନଙ୍କୁ କହିଦେଲେ କେଉଁ ପ୍ରକାର ପରିସ୍ଥିତିରେ ଆଉ ଏଇ ଯୋଉ ଘଟଣାଟି ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ତାହା ଘଟିଥିଲା। ଏ ପ୍ରକାର ଦେଖନ୍ତୁ ବିପଦ ରହିଛି। ପ୍ରଥମେ ଦେଖିଲୁ ତାଙ୍କର ମାମୁଙ୍କ ପ୍ରତି, ପୁଣି ଦ୍ୱିତୀୟରେ ଆମେ ଦେଖିବାକୁ ପାଉଛୁ ବାହାରେ ଆଉ ଜଣେ ଶତ୍ରୁ, ତାଙ୍କର ବଡ ଭାଇ ଯିଏକି ତାଙ୍କର ପ୍ରାଣ ରେ ତାଙ୍କୁ ମାରିଦେବା ପାଇଁ ଚେଷ୍ଟା କରୁଥିଲେ, ସେଇ ତାଙ୍କ ପ୍ରତି ମଧ୍ୟ ତାଙ୍କର ଭୟ ରହିଛି। ତ ଏଇ ଯୋଉ ବାହାର ଯୋଉ ଶତ୍ରୁ ମାନେ ତାଙ୍କ ରହିଛନ୍ତି, ଏଇ ଶତ୍ରୁ ମାନଙ୍କର ଭୟ ମଧ୍ୟରେ ଯେତେବେଳେ ସେ ପ୍ରଭୁଙ୍କ ନିକଟକୁ ସେ ଯାଉଛନ୍ତି, ଏଇ ସମୟରେ ସେ ସମୟ କ୍ଷେପଣ କରୁ କରୁ ଜଣେ ବ୍ୟକ୍ତି ତାହାଙ୍କ ନିକଟକୁ ଆସିଲେ। ଦେଖନ୍ତୁ ସେ ଏକାକୀ ଅଛନ୍ତି 24 ପଦରେ। ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା, ତହୁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତା ସହିତ ମଲ୍ଲ ଯୁଦ୍ଧ କଲେ ବୋଲି ଲେଖାଯାଏ। ଜଣେ ପୁରୁଷ ଜଣେ ଆସିଲେ ତାହାଙ୍କ ନିକଟକୁ। ଆଉ ଏଇ ପୁରୁଷ କିଏ, ସେ କାହିଁକି ଯାକୁବଙ୍କ ନିକଟକୁ ଆସିଥିଲେ, ଏହାର ଅନେକ ଅର୍ଥ ଗୁଡିକ ରହିଛି, କିନ୍ତୁ ତାହା କୌଣସି ପ୍ରକାର ଭାବରେ 100% ସ୍ପଷ୍ଟତା ନାହିଁ। କିନ୍ତୁ ଆଜି କେତୋଟି ବିଷୟକୁ ଆମେ ଆପ୍ଲିକେସନ ଆମେ ଏଇ ସ୍ଥାନରେ ଶିଖିବାକୁ ଯିବା। ନିଶ୍ଚିତ ଭାବରେ ଆପଣ ମାନେ ଧ୍ୟାନର ସହିତ ବାକ୍ୟ ଶୁଣନ୍ତୁ, ପ୍ରଭୁ ନିଶ୍ଚିତ କଥା କହିବେ, ଯେହେତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ ଏଇ ସ୍ଥାନରେ ରହିଛି। ତେବେ ସେଇ ମନୁଷ୍ୟ କାହିଁକି ଆସିଲେ, ଆଉ ସେ ଯାକୁବଙ୍କ ସହିତ ମଲ୍ଲ ଯୁଦ୍ଧ କରୁଛନ୍ତି, ଅର୍ଥାତ୍ ଏଇ ସ୍ଥାନରେ ଗୋଟେ ମଲ୍ଲ ଯୁଦ୍ଧ କରାଯାଉଛି, ଯୋଉ ଏକ ପ୍ରକାର ଗୋଟେ ଯୁଦ୍ଧ, ଏକ ପ୍ରକାର ଗୋଟେ ସଂଘର୍ଷ ଚାଲିଛି। ଆଉ ଏଇ ବ୍ୟକ୍ତିଙ୍କ ବିଷୟରେ ଆମେ ଯଦି ପରବର୍ତ୍ତୀ ସମୟରେ ଧୀରେ ଧୀରେ ଯଦି ଆମେ ପଢିବା, ସେଇ ବ୍ୟକ୍ତି ଆଉ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ସଦାପ୍ରଭୁ ପରମେଶ୍ୱର। ସେଇ ବ୍ୟକ୍ତି ଯଦି ଆମେ ଦେଖିବା ଓଲ୍ଡ ଟେଷ୍ଟାମେଣ୍ଟରେ, ପୁରାତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୈହିକ ଭାବରେ ଯେତେବେଳେ ସେ ନିଜକୁ ଉପସ୍ଥାପନ କରିଛନ୍ତି ଅନେକ ବ୍ୟକ୍ତି ମାନଙ୍କ ମଧ୍ୟରେ, ସେ ଇଏ ମଧ୍ୟ ସେ ଜଣେ ବୋଲି ମଧ୍ୟ ଲେଖାଯାଏ। ଆଉ ଇଏ ଯେ ବ୍ୟକ୍ତି ଯେତେବେଳେ ଯୁଦ୍ଧ କରୁଛନ୍ତି, ଏଇ ଯୋଉ ବ୍ୟକ୍ତି ପୁରୁଷ ଭାବରେ ସେ ଯୁଦ୍ଧ କରୁଛନ୍ତି, ମନୁଷ୍ୟ ଭାବରେ, ଅର୍ଥାତ୍ ଇଏ ହଉଛନ୍ତି ଈଶ୍ୱର ଏବଂ ମନୁଷ୍ୟ ମଧ୍ୟ। ଆଉ ଏଇ ବ୍ୟକ୍ତି ଯେତେବେଳେ ଯାକୁବଙ୍କ ସହିତ ଯୁଦ୍ଧ କରୁଛନ୍ତି, ତାଙ୍କୁ କଣ ଆବଶ୍ୟକ ପଡିଲା ଯାକୁବଙ୍କ ସହିତ ଆସିକି ତାଙ୍କୁ ଲଢେଇ କରିବା ପାଇଁ? ତାଙ୍କୁ କଣ ଆବଶ୍ୟକତା ପଡିଲା, କଣ ଏ ପ୍ରକାର ପଡିଲା ସଦାପ୍ରଭୁଙ୍କୁ ଆସି ଯାକୁବଙ୍କ ସହିତ ମଲ୍ଲ ଯୁଦ୍ଧ କରିବା ପାଇଁ? ତ ଏଇ ଯୋଉ ମଲ୍ଲ ଯୁଦ୍ଧ ବା ଏଇ ଯୋଉ ଯୁଦ୍ଧ ବା ଏଇ ଯୋଉ ଲଢେଇ ସମ୍ପର୍କରେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ, ଯେ ଏଇ ଲଢେଇ କଣ ଆବଶ୍ୟକ ପଡିଲା, ପ୍ରଭୁ କାହିଁକି ତାହାଙ୍କର ମନୋନୀତ ଲୋକମାନଙ୍କ ସହିତ ଲଢେଇ କରନ୍ତି, ପ୍ରଭୁ ଯଦି କାହା ସଙ୍ଗେ ଲଢେଇ କରିବାକୁ ଚାହିଁବେ, ଏଇଠୁ ଆମେ ଗୋଟିଏ ବିଷୟ ଆମେ ସ୍ପଷ୍ଟ ଜାଣିବା ଉଚିତ। ପ୍ରଭୁ ସଦାପ୍ରଭୁ ପରମେଶ୍ୱର ଯଦି କୌଣସି ବ୍ୟକ୍ତିଙ୍କ ସହିତ ଲଢେଇ କରିବାକୁ ଚାହାନ୍ତି, କିଏ ତାଙ୍କ ସହିତ ଜୟଲାଭ କରିବ? କିଏ ତାହାଙ୍କର ସହିତ ଲଢେଇ କରି ଜିତି ପାରିବ? ଏ ପ୍ରକାର କୌଣସି ବ୍ୟକ୍ତି ଅଛି କି? ନା ଶୈତାନ ଲଢେଇ କରିକି ଜିତି ପାରିବ, ନା କୌଣସି ମନୁଷ୍ୟ, ନା କୌଣସି ଜଣେ ବୀର ପୁରୁଷ ତାଙ୍କ ସହିତ ଲଢେଇ କରି ଜିତି ପାରିବ? କେବେ ବି ସମ୍ଭବ ନୁହେଁ। କିନ୍ତୁ ଏଇ ସ୍ଥାନରେ ଯେତେବେଳେ ଆମେ ପଢୁଛୁ, ଏଇ ସ୍ଥାନରେ ସତେ ଯେମିତି ଲାଗୁଛି ଯାକୁବ ସେଇ ବ୍ୟକ୍ତିଙ୍କ ଅର୍ଥାତ୍ ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଲଢେଇ କରୁଛି, ଆଉ ସେ ଜିତି ଯାଉଛି। ଆଶ୍ଚର୍ଯ୍ୟର ବିଷୟ, ଏହା କି ପ୍ରକାର ସମ୍ଭବ ହେଇପାରେ? ଆଉ ଏଇ ଯୋଉ ଘଟଣାଟି, ଏଇ ବିଷୟଟି ଅନେକଙ୍କ ମନରେ ଅନେକ ପ୍ରଶ୍ନ ଆସେ, ଯେ ଏହା କି ପ୍ରକାର ସମ୍ଭବ? ଜଣେ ମନୁଷ୍ୟ, ଜଣେ ଯାକୁବ ଭଳି ଜଣେ ମନୁଷ୍ୟ ଯେତେବେଳେ ସଦାପ୍ରଭୁଙ୍କ ସହିତ ସେ ଲଢେଇ କରୁଛି, ମଲ୍ଲ ଯୁଦ୍ଧ କରୁଛି, ଆଉ ସେଥିରେ ସେ ଜିତି ଯାଉଛି। ତେଣୁ ଆଜି ଆମେ ଏଇ ଯୋଉ ଏହାର ମୁଖ୍ୟ ବିଷୟଟାକୁ ଆଜି ଆମେ ଶିଖିବାକୁ ଯିବା, ଯେ କି ପ୍ରକାର ଯୁଦ୍ଧ କରିଥିଲେ। ଏହି ସ୍ଥାନରେ ଲେଖାଯାଏ ଯେ ପ୍ରଥମ ଯୋଉ ଲଢେଇ କରିବା ବା ଏଇ ବଲ ଯୁଦ୍ଧ କରିବା ଯାକୁବଙ୍କ ଠାରୁ ଆରମ୍ଭ ହେଇନଥିଲା। ଯାକୁବ ହେଇପାରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ, ବା ତାଙ୍କର ଏଇ ସବୁ ବାହାରେ ଯେତେ ସବୁ ଶତ୍ରୁ ଅଛନ୍ତି ସେମାନଙ୍କ ଠାରୁ କି ପ୍ରକାର ରକ୍ଷା ପାଇବେ, ନିଜର ପରିବାରକୁ ସୁରକ୍ଷା ଦେବା ନିମନ୍ତେ ପ୍ରଭୁଙ୍କ ନିକଟରେ ସେ ନିଶ୍ଚିତ ଭାବରେ ପ୍ରାର୍ଥନା କରୁଥିଲେ। କିନ୍ତୁ ସେ ପ୍ରାର୍ଥନା ମଧ୍ୟରେ ଏ ପ୍ରକାର ଜଣେ ବ୍ୟକ୍ତି ତାହାଙ୍କର ସମ୍ମୁଖକୁ ଆସିଅଛନ୍ତି, ଯୋଉ ବ୍ୟକ୍ତି ତାହାଙ୍କର ସମ୍ମୁଖକୁ ଆସିଛନ୍ତି ଫିଜିକାଲି, ଏ ସ୍ଥାନରେ ଲେଖାଯାଏ କୌଣସି ପ୍ରକାର ଭାବରେ କୌଣସି ଏ ସ୍ଥାନରେ ସ୍ୱପ୍ନ ନୁହଁ। ଯେହେତୁ ୟା ପୂର୍ବରୁ ଯୋଉ ବେଥେଲ ବୋଲି ଯୋଉ କୁହାଯାଉଛି, ବେଥେଲରେ ସେଇ ସ୍ଥାନରେ ଯାକୁବ ସ୍ୱପ୍ନ ଦେଖିଥିଲେ। ସ୍ୱପ୍ନରେ ଏକ ପ୍ରକାର ଗୋଟେ ବହୁତ ବଡ ସିଢି ଥିଲା, ଆଉ ସେଇ ସିଢିରେ ଆଉ ସେଇ ଦୂତ
ମାନେ ଗମନ କରୁଥିଲେ, ଆଗମନ କରୁଥିଲେ, ପ୍ରସ୍ଥାନ କରୁଥିଲେ, ଏଇ ସବୁ ଆରୋହଣ ଅବତରଣ ଚାଲିଥିଲା। ସଦାପ୍ରଭୁଙ୍କୁ ମଧ୍ୟ ସେ ଦେଖିଥିଲେ କିନ୍ତୁ ସ୍ୱପ୍ନରେ। କିନ୍ତୁ ଏଇ ସ୍ଥାନରେ ବାସ୍ତବରେ ସେ ଦେଖୁଛନ୍ତି, ବାସ୍ତବରେ ଜଣେ ପୁରୁଷ ଆଉ ସେ ଆସୁଛନ୍ତି ତାଙ୍କ ସହିତ ମଲ୍ଲଯୁଦ୍ଧ କରୁଛନ୍ତି। ଆଉ ସେ ସେ ଭଲ ଭାବରେ ଜାଣିଛନ୍ତି ଏଇ ଯୋଉ ବ୍ୟକ୍ତି ତାଙ୍କ ସହିତ ମଲ୍ଲଯୁଦ୍ଧ କରୁଛନ୍ତି ସେ ଜଣେ ଦୈବିକ ପୁରୁଷ, ସେ ସାଧାରଣ ମନୁଷ୍ୟ ନୁହନ୍ତି। ଆଉ ସେ ଭଲ ଭାବରେ ଜାଣିଛନ୍ତି। ଆଉ ସେ ଯେତେବେଳେ ତାଙ୍କ ସହିତ ମଲ୍ଲଯୁଦ୍ଧ କରିବାକୁ ଯାଉଛନ୍ତି ଇଏ ମଧ୍ୟ ତାଙ୍କ ସହିତ ଲଢେଇ କରୁଛନ୍ତି। ଆଉ ଯେତେବେଳେ ଉଭୟଙ୍କ ମଧ୍ୟରେ ଲଢେଇ ଚାଲିଛି, ଏଇ ଲଢେଇ ଆମେ ଦେଖିବା କୌଣସି ଗୋଟେ ନିର୍ଦ୍ଦିଷ୍ଟ କିଛି ଗୋଟେ ସମୟ ପାଇଁ ନୁହେଁ, ପ୍ରଭାତ ପର୍ଯ୍ୟନ୍ତ ସେ ଲଢେଇ ଚାଲିଛି। ଆପଣ ମାନେ ଦେଖିବେ ଯେତେବେଳେ ଆପଣ ମାନେ 24-25 ପଦକୁ ଦେଖନ୍ତୁ, ଲେଖା ଅଛି ଆଉ ସେ ଜଣେ ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ। ଗୋଟିଏ ସମୟ ନୁହଁ, ରାତିରେ। ଆଉ ସେ ତାଙ୍କର ପିଲାମାନଙ୍କୁ ସେ ବାହାରକୁ ଛାଡି ଦଉଛନ୍ତି। ଆଉ ପ୍ରଭାତ ପର୍ଯ୍ୟନ୍ତ ଏଇ ମଧ୍ୟ ରାତ୍ରିରୁ ଆଉ ପ୍ରଭାତ ପର୍ଯ୍ୟନ୍ତ ସେ ଲଢେଇ କରୁଛନ୍ତି, ସଂଘର୍ଷ କରୁଛନ୍ତି। ଏଇ ବ୍ୟକ୍ତି ଆରମ୍ଭ କରିଛନ୍ତି ଯୁଦ୍ଧ। କିଏ? ସେ ପୁରୁଷ ଆରମ୍ଭ କରିଛନ୍ତି। ବା ସେଇ ଯୋଉ ମୁଁ କଥା କହୁଛି ସେ ସଦାପ୍ରଭୁଙ୍କର ଆଉ ସେଇ ଦୂତ ହୁଅନ୍ତୁ ବା ଯିଏ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବୋଲି ମଧ୍ୟ ମୁଁ କହିଲି ଆପଣ ମାନଙ୍କୁ, ଯେ ସେ ସଦାପ୍ରଭୁଙ୍କ ସହିତ ଯୁଦ୍ଧ କରୁଛନ୍ତି। ଏଇ ଦୁଇ ଜଣଙ୍କର ଯୁଦ୍ଧ ମଧ୍ୟରେ 25 ପଦରେ ଲେଖାଯାଏ, ମାତ୍ର ତାହାକୁ ଜୟ କରିପାରିଲେନି। ଦେଖ ଜାକୁବର ଉରୁ ଦେଶର ସନ୍ଧିରେ ତାହାକୁ ଆଘାତ କଲେ। ତାହାଙ୍କ ସହିତ ଏକ ପ୍ରକାର ମଲ୍ଲଯୁଦ୍ଧ କରିବାରୁ ଜାକୁବର ଉରୁ ସନ୍ଧି ଖସିଗଲା। ଦେଖନ୍ତୁ ଶେଷରେ ଆଉ ସେ ଯୁଦ୍ଧ କରୁଛି। ଆଉ ମଧ୍ୟ 26 ପଦକୁ ଆମେ ଯିବା। ଦେଖନ୍ତୁ ଏଇ ଯୁଦ୍ଧ କାହିଁକି ପ୍ରଭୁ କରୁଛନ୍ତି, କାହିଁକି ତାଙ୍କୁ କଣ ଆବଶ୍ୟକ ପଡିଲା ଜାକୁବଙ୍କ ସହିତ ଆସି ଯୁଦ୍ଧ କରିବାକୁ? ପ୍ରଭୁଙ୍କର ଆଉ କିଛି କାମ ନାହିଁ, ପ୍ରଭୁଙ୍କର ଆଉ କିଛି ଆଉ ଆଉ ଅନ୍ୟ କିଛି ଯୋଜନା ନାହିଁ ଯେ ଜାକୁବଙ୍କ ସହିତ ଆସିକି ଲଢେଇ କରିବେ। ମୋର ପ୍ରିୟ ମାନେ ମନୁଷ୍ୟ, ଜାକୁବ ମଧ୍ୟ ଜଣେ ସାଧାରଣ ମନୁଷ୍ୟ ଥିଲେ, କିନ୍ତୁ ତା ସହିତ ଆମେ ଦେଖିବା ଜାକୁବ ହଉଛନ୍ତି ମନୋନୀତ ବ୍ୟକ୍ତି। ପ୍ରଭୁଙ୍କର ଗୋଟେ ଯୋଜନାକୁ ସେ ବହନ କରୁଛନ୍ତି, ପ୍ରଭୁଙ୍କର ଗୋଟେ ବହୁତ ବଡ ପ୍ରୋଜେକ୍ଟ ବା ପ୍ରଭୁଙ୍କର ବହୁତ ବଡ ଭିଜନ ବା ପ୍ରଭୁଙ୍କର ବହୁତ ଗୋଟେ ବଡ ଦର୍ଶନକୁ ସେ ବହନ କରିବାକୁ ଯାଉଛନ୍ତି। ସେ ସାଧାରଣ ବ୍ୟକ୍ତି ନୁହନ୍ତି। ତେବେ ଯେତେବେଳେ ପ୍ରଭୁଙ୍କର ଏତେ ବଡ ଦର୍ଶନକୁ ଆଉ ତାହାଙ୍କର ବଂଶକୁ ତାହାଙ୍କର ପିଢିକୁ ସେ ବହନ କରିବାକୁ ଯାଉଛନ୍ତି, ଏତେ ବଡ ଆଶୀର୍ବାଦର ଆକର ହେବାକୁ ଯାଉଛନ୍ତି, ତା ପୂର୍ବରୁ ପ୍ରଭୁ ଚାହୁଁଥିଲେ ଯେ ଜାକୁବଙ୍କ ସହିତ ସେ ସଂଘର୍ଷ କରିବେ, ଜାକୁବଙ୍କ ସହିତ ସେ ମଲ୍ଲଯୁଦ୍ଧ କରିବେ। ଜାକୁବଙ୍କୁ ପରାସ୍ତ କରିବା ନିମନ୍ତେ ନୁହେଁ, କିମ୍ବା ଜାକୁବଙ୍କୁ କୌଣସି ପ୍ରକାର ଭାବରେ କ୍ଷତି ପହଞ୍ଚେଇବା ନିମନ୍ତେ ନୁହେଁ, କିନ୍ତୁ ଜାକୁବଙ୍କ ମଧ୍ୟରେ ଯୋଉ ବିଷୟ ସବୁ ରହିଛି ଯାହାକି ପ୍ରଭୁ ପସନ୍ଦ କରନ୍ତି ନାହିଁ। ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ। ଏଇ ଯୋଉ ଲଢେଇ କି ପ୍ରକାର ଲଢେଇ ଥିଲା ଆମେ ମାନେ ତାହା କେବେ ମଧ୍ୟ ବୁଝିପାରିବାନି। କିନ୍ତୁ ଗୋଟିଏ ବିଷୟ ସ୍ପଷ୍ଟ ଯେ ପ୍ରଭୁ ଯେତେବେଳେ ଲଢେଇ କରୁଛନ୍ତି ଜାକୁବଙ୍କ ସହିତ, ଜାକୁବଙ୍କର ଆଉ ସେଇ ଯୋଉ ତାଙ୍କର ଯୋଉ ଇଚ୍ଛା ଅଭିଳାଷ ବିରୁଦ୍ଧରେ ଆଉ ପ୍ରଭୁ ଲଢେଇ କରୁଛନ୍ତି। ଜାକୁବଙ୍କର ଇଚ୍ଛା ନିଜର ସ୍ୱ ଇଚ୍ଛା ଉପରେ ସେ ଲଢେଇ କରୁଛନ୍ତି। ଆଉ ଏଇ ସବୁ ଲଢେଇ ଆଉ ଏଇ ଯୋଉ ଲଢେଇ କଥା ଆମେ ଚିନ୍ତା କରୁଛୁ, ଏଇ ଯୋଉ ଯୁଦ୍ଧ କଥା ଚିନ୍ତା କରୁଛୁ, ଏଇ ଯୋଉ ମଲ୍ଲ ଯୁଦ୍ଧ କଥା ଚିନ୍ତା କରୁଛୁ, ତାହା ନିଶ୍ଚିତ ଭାବରେ ଆଉ ପ୍ରଭୁ ଆଉ ସେ ଜାକୁବଙ୍କ ମଧ୍ୟରେ ସେ ଲଢେଇ କରୁଛନ୍ତି। ଜାକୁବଙ୍କର ଯୋଉ ଇଚ୍ଛା, ନିଜସ୍ୱ ଇଚ୍ଛା ରହିଛି, ନିଜସ୍ୱ ଅଭିଳାଷ ରହିଛି, ଆଉ ଜାକୁବଙ୍କ ମଧ୍ୟରେ ଆମେ ଅନେକ ବିଷୟ ଆମେ ଦେଖିବାକୁ ପାଉଛୁ ଯାହାକି ପରମେଶ୍ୱରଙ୍କ ଦୃଷ୍ଟିରେ ଆଦୌ ଉଚିତ ନଥିଲା। ଯେହେତୁ ଜାକୁବଙ୍କର ନାମ ଅନୁସାରେ ସେ ଅନେକ ଭୁଲ କାର୍ଯ୍ୟ କରିছে, ଭୁଲ କାର୍ଯ୍ୟ ଅର୍ଥାତ୍ ଗୋଟେ ଭୁଲ ଉପାୟ ମଧ୍ୟ ସେ ଅବଲମ୍ବନ କରିଛନ୍ତି ବାଲ୍ୟ କାଳରୁ। ଯଦି ଆମେ ଦେଖିବା ଆପଣ ମାନେ ସେଇ ବିଷୟକୁ ଯଦି ଆପଣ ମାନେ ପଢିବେ ହୋସେୟ ପୁସ୍ତକ ଆପଣ ମାନେ 12 ପର୍ବ 3 ପଦରୁ 5 ପଦ ଯଦି ଆପଣ ମାନେ ପଢିବେ, ଆଉ ସେଇ ସ୍ଥାନରେ ମଧ୍ୟ ଆପଣ ମାନେ ଦେଖିବାକୁ ପାଇବେ। ସେଇ ସ୍ଥାନରେ ଜାକୁବଙ୍କ ବିଷୟରେ ସ୍ପଷ୍ଟ ଭାବରେ ଲେଖା ଅଛି। ଦୁଇଟି ଭାଗରେ ଆମେ ଦେଖିବା, ଏଇ ଲଢେଇର ଦୁଇଟି ଭାଗ ଦେଖିବା। ପ୍ରଥମ ଭାଗରେ ଯେତେବେଳେ ପ୍ରଭୁ ଲଢେଇ କରୁଛନ୍ତି, ସଦାପ୍ରଭୁ ପରମେଶ୍ୱର ଆଉ ସେ ମନୁଷ୍ୟ ଭାବରେ ଯେତେବେଳେ ଜାକୁବଙ୍କ ସହିତ ଲଢେଇ କରୁଛନ୍ତି, ଜାକୁବଙ୍କର ତାଙ୍କର ଅଭିଳାଷ ବା ଜାକୁବଙ୍କର ନିଜସ୍ୱ ଇଚ୍ଛା ଆଉ ବିରୁଦ୍ଧରେ ସେ ଲଢେଇ କରୁଛନ୍ତି। ଜାକୁବ କହୁଛନ୍ତି ଆଉ ସେ ଛାଡୁନାହାନ୍ତି। ମାନେ ସେଇ ସମୟରେ ଦେଖିବାକୁ ପାଉଛୁ ଆଉ ଜାକୁବ ବିଜୟ ହାସଲ କରୁଛନ୍ତି। କିନ୍ତୁ ମୋର ପ୍ରିୟ ମାନେ ଜାକୁବ ଯଦି ପରମେଶ୍ୱରଙ୍କ ଠାରେ ଯଦି ବିଜୟ ହାସଲ କରୁଛନ୍ତି, ତାହା ଜାକୁବଙ୍କ ପ୍ରତି ତାହା ବିଫଳତା ଅଟେ। ଯଦି ସେଇ ଯଦି ଯୁଦ୍ଧରେ ବା ସେଇ ମଲ୍ଲ ଯୁଦ୍ଧରେ ବା ସେଇ ଲଢେଇରେ, କାହିଁକି ମୁଁ କହୁଛି ଆପଣ ମାନଙ୍କୁ ଦୟାକରି ଧ୍ୟାନର ସହିତ ଶୁଣୁଥିବେ, ତାହେଲେ ଆପଣ ମାନେ ବୁଝିପାରିବେ। ଯଦି ଆପଣ ଧ୍ୟାନ ଭଙ୍ଗ କରିବେ ତ ଆଦୌ ବୁଝିପାରିବେ ନାହିଁ। ଯେତେବେଳେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟର ଇଚ୍ଛା, ମନୁଷ୍ୟର ଲାଳସା, ମନୁଷ୍ୟର ନିଜର ମନପସନ୍ଦର ବିଷୟ, ସମସ୍ତ ମନୁଷ୍ୟର ଅଭ୍ୟାସ, ଏ ସମସ୍ତ ବିରୁଦ୍ଧରେ ଯେତେବେଳେ ଲଢେଇ କରୁଛନ୍ତି, ସେଇ ସମୟରେ ମନୁଷ୍ୟ ଯଦି ଚାହିଁବ, ଯେହେତୁ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଏଇ ପ୍ରକାର ନିର୍ମାଣ କରିଛନ୍ତି, ତାଙ୍କୁ ସ୍ୱତନ୍ତ୍ର ଶକ୍ତି ଦେଇ ଅଛନ୍ତି। ପ୍ରକୃତରେ ଯଦି ଚାହିଁବେ ସଦାପ୍ରଭୁ ମନୁଷ୍ୟ ମଧ୍ୟରେ ଯଦି ଲଢେଇ ହୁଏ, ମନୁଷ୍ୟ କୌଣସି ପ୍ରକାର ଭାବରେ ସେ ଲଢେଇରେ ଜିତି ପାରିବ ନାହିଁ। କେବେ ମଧ୍ୟ ଲଢେଇରେ ଜିତି ପାରିବ ନାହିଁ। କିନ୍ତୁ ସେଇ ସମୟରେ ସଦାପ୍ରଭୁ ପରମେଶ୍ୱର ଆପଣାର ସମସ୍ତ ଶକ୍ତିକୁ ସେ ପ୍ରଦର୍ଶନ କରୁନାହାନ୍ତି, ବା ଆପଣାର ସମସ୍ତ ବଳକୁ ସେ ପ୍ରୟୋଗ କରୁନାହାନ୍ତି, ବା ଆପଣାର କୌଣସି ପ୍ରକାର ଭାବରେ ସେ ଯୋଉ ଅଲୌକିକ ଶକ୍ତିକୁ ମଧ୍ୟ ପ୍ରୟୋଗ କରୁନାହାନ୍ତି ମନୁଷ୍ୟ ସହିତ ଏଇ ଏଇ ଯୁଦ୍ଧରେ ବିଜୟ ହାସଲ କରିବା ପାଇଁ।
ଏଇ ସ୍ଥାନରେ କେବଳ ମନୁଷ୍ୟ ହିଁ ଯଦି ଚାହିଁବ ତାହେଲେ ପରମେଶ୍ୱରଙ୍କୁ ସେ ଜିତେଇ ପାରିବ। ଅର୍ଥାତ୍ ତା ମଧ୍ୟରେ ଯୋଉ ଶାରୀରିକ ଅଭିଳାଷ ଅଛି, ତା ମଧ୍ୟରେ ଯୋଉ ଇଚ୍ଛା ରହିଛି, ଆଉ ସେ ବିଷୟକୁ ଆଉ ଯଦି ସେ ଚାହିଁବ, ସେ କଣ କରିବ ନା ମୁଁ ପରମେଶ୍ୱରଙ୍କୁ ଯଦି ମୁଁ ଜିତେଇବାକୁ ଚାହୁଁଛି ତାହେଲେ କଣ କରିବି, ମୁଁ ମୋର ଅଭିଳାଷକୁ ମୁଁ ମତେ ମାରିଦେବାକୁ ପଡିବ। ମୋର ଅଭିଳାଷକୁ ବା ମୋର ଇଚ୍ଛା ନୁହେଁ ବରଂ ତୁମର ଇଚ୍ଛା। ଆମେ ଦେଖିବା ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଯେତେବେଳେ ସେ ଗେସନ ବଗିଚାରେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ସେ କହୁଛନ୍ତି ଏଇ ପାନ ପାତ୍ର ମୋ ଠାରୁ ଦୂର ହେଇଯାଉ। ସେ ସେ ଦେଖୁଛନ୍ତି ଅନେକ ଥର ବାରମ୍ବାର ପ୍ରାର୍ଥନା କରୁଛନ୍ତି, ତାପରେ ସେ କହୁଛନ୍ତି ଯଦି ମାତ୍ର ମୋର ଇଚ୍ଛା ନୁହେଁ ତୁମର ଇଚ୍ଛା। ମୋର ପ୍ରିୟ ମାନେ, ଯେତେବେଳେ ଆମର ଇଚ୍ଛାକୁ ଯେତେବେଳେ ଆମେ ମାନେ କହିବା ନା ମୁଁ ଏ ବିଷୟ ମୁଁ ଛାଡି ପାରିବିନି, ପ୍ରଭୁ କହୁଥିବେ ଆମମାନଙ୍କୁ ଏଇ ସବୁ ମନ୍ଦ ବିଷୟ ତୁ ଛାଡିଦେ, ଏଇ ସମସ୍ତ ଅଭ୍ୟାସ ମନ୍ଦ ଅଭ୍ୟାସ ତୁ ଛାଡିଦେ, ଏ ସମସ୍ତ ବିଷୟ ତୁ କରେ ନା, ବା ଏ ସମସ୍ତ ବିଷୟ ସେଇ ସମୟରେ କର ନା ମୁଁ କରିବି। ଦେଖନ୍ତୁ ଏଇ ଯୋଉ ଲଢେଇ ମଧ୍ୟରେ ଆମେ କହିବା ପ୍ରଭୁଙ୍କୁ ନା ମୁଁ ଏଇ ମନ୍ଦ ଅଭ୍ୟାସ ମୁଁ ଛାଡି ପାରିବିନି, ନା ମୁଁ ଏଇ ପ୍ରକାର କୁ ଅଭ୍ୟାସ ମୁଁ ଛାଡି ପାରିବିନି, ନା ମୁଁ ଏଇ ପ୍ରକାର କୁ ସଙ୍ଗ ମୁଁ ଛାଡି ପାରିବିନି, ବା ଏଇ ପ୍ରକାର ମୁଁ ଆଜି ଏ ସମସ୍ତ ବିଷୟ ମୋ ମଧ୍ୟରେ ରହିଛି, ଯୋଉ ଦୁର୍ବଳତା ବିଷୟ ରହିଛି ତାକୁ ମୁଁ ଛାଡି ପାରିବିନି। କିନ୍ତୁ ପ୍ରଭୁ ଆମମାନଙ୍କୁ କେବେ ମଧ୍ୟ ବଳ ପ୍ରୟୋଗ କରନ୍ତିନି ଏସବୁ ବିଷୟ ଛାଡିବାରେ। କିନ୍ତୁ ପ୍ରଭୁ ଆମ ସହିତ ସଂଘର୍ଷ କରନ୍ତି, ସେ କୁହନ୍ତି, ବାରମ୍ବାର ବିନତି କରନ୍ତି, ଏ ପ୍ରକାର ମଲ୍ଲଯୁଦ୍ଧ କରନ୍ତି, କିନ୍ତୁ ସେଇ ପ୍ରକାର ତାଙ୍କର ଯୋଉ ଅଲୌକିକ ଶକ୍ତିକୁ ସେ ପ୍ରୟୋଗ କରନ୍ତିନି, କିନ୍ତୁ ଆମ ମାନଙ୍କର ଇଚ୍ଛା ଉପରେ ସେ ନିର୍ଭର କରନ୍ତି। ଯେତେବେଳେ ଆମେ ମାନେ କହିବା ହଁ ପ୍ରଭୁ ମୁଁ ଛାଡିବି। ଦେଖନ୍ତୁ ଶେଷରେ କଣ ହେଇଛି ନା ଯେତେବେଳେ ସେ ଯୁଦ୍ଧ କରୁଛନ୍ତି, এই ସ୍ଥାନରେ ଦେଖିବାକୁ ପାଇବା ଯେ ସେଇ ସ୍ଥାନରେ ସେ ଜୟ କରିପାରିଲେ ନାହିଁ। ଦେଖ ଶେଷରେ ଯାକୁବକୁ କଣ କରୁଛନ୍ତି, ପ୍ରଭୁ ଉରୁ ସନ୍ଧିରେ ଆଘାତ କରୁଛନ୍ତି। ଅର୍ଥାତ୍ ପରମେଶ୍ୱର କଣ କରୁଛନ୍ତି, ତାଙ୍କୁ କିଛି ଗୋଟେ ବିଷୟରେ ଆଘାତ ଦଉଛନ୍ତି। ଆଉ ତାପରେ କଣ ହଉଛି, ଯାକୁବ ସେଇ ସ୍ଥାନରେ ସେ ହାରି ଯାଉଛନ୍ତି, ବା ସେଇ ସ୍ଥାନରେ ସେ ଛାଡି ଦଉଛନ୍ତି। ସେ ଯୁଦ୍ଧରେ ସେ ନିଶ୍ଚିତ ଭାବରେ ଯେତେବେଳେ ଉରୁ ସନ୍ଧିରେ ଆଘାତ କରାଗଲା ସେ ପରାଜିତ ହଉଛନ୍ତି। କିନ୍ତୁ ଯେତେବେଳେ ନ୍ୟାଚୁରାଲି ଯେତେବେଳେ ପ୍ରଭୁ ଯୁଦ୍ଧ କରୁଛନ୍ତି ସେଇ ସମୟରେ ସେ ପରାଜିତ ହଉନି। ତେଣୁ ଯାକୁବଙ୍କୁ ଗୋଟେ କ୍ଷତି ସହିବାକୁ ପଡୁଛି। ମୋର ପ୍ରିୟ ମାନେ, ପ୍ରଭୁ ଆମମାନଙ୍କ ସହିତ ସଂଘର୍ଷ କରୁଛନ୍ତି। ଏଇଟା ହଉଛି ସବୁଠାରୁ ଆଜିର ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ବିଷୟ। ପ୍ରଭୁ ଆଜି ଆମମାନଙ୍କ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଦେଖନ୍ତୁ ଆମେ ଭାବୁଛୁ ବାହାରେ ଅନେକ ଶତ୍ରୁ ଆମମାନଙ୍କ ମଧ୍ୟରେ ଅଛନ୍ତି। ଆମେ ଭାବୁଛୁ ଆମେ ବାହାରେ ସେ ଭାବୁଥିଲେ ଲାବନ ତାଙ୍କର ଶତ୍ରୁ, ସେ ଭାବୁଥିଲେ ତାଙ୍କର ବଡ ଭାଇ ଏସୋ ତାଙ୍କର ଶତ୍ରୁ, କିନ୍ତୁ ତାଙ୍କ ନିଜ ମଧ୍ୟରେ ଗୋଟେ ଶତ୍ରୁ ଅଛି। ତା ହଉଛି ନିଜର ଇଚ୍ଛା, ତା ହଉଛି ନିଜର ଅଭିଳାଷ। ମୁଁ ମୋ ବଳରେ, ମୋ ଶକ୍ତିରେ, ମୋ ଜ୍ଞାନରେ ମୁଁ ସମସ୍ତ ଅର୍ଜନ କରିଛି, ବା ମୁଁ ଯାହା ବି କରୁଛି ସେଥିରେ ତାଙ୍କର ବଳ ପ୍ରୟୋଗ ରହିଛି। ସେ ପ୍ରଭୁଙ୍କ ଉପରେ ନିର୍ଭର କରିଥିଲେ, କିନ୍ତୁ 100% ନୁହଁ। ଦେଖନ୍ତୁ ସେ ତାଙ୍କୁ ଯେତେବେଳେ ପ୍ରମିସ କରାଯାଇଥିଲା, ପ୍ରତିଜ୍ଞା କରାଯାଇଥିଲା ତୁମେ ଜ୍ୟେଷ୍ଠ ଅଧିକାର ବା ତୁମେ ସେ ପ୍ରତିଜ୍ଞାତ ବ୍ୟକ୍ତି, କିନ୍ତୁ ତଥାପି ମଧ୍ୟ ସେ ବଳ ପ୍ରୟୋଗ କରିଥିଲେ, ଛଳନା ପ୍ରୟୋଗ କରିଥିଲେ। କାହିଁକି? ତାଙ୍କ ଉପରେ, ତାଙ୍କର ସଦାପ୍ରଭୁଙ୍କ ଉପରେ ନିର୍ଭର ନଥିଲା। ତଥାପି ପ୍ରଭୁ ତାଙ୍କୁ ପରିତ୍ୟାଗ କରିନାହାନ୍ତି। କିନ୍ତୁ ଏଇ ଯୋଉ ମୁହୂର୍ତ୍ତ ଆସିଲା, ଏଇ ଯୋଉ ସମୟ, ଏଇ ଯୋଉ ମଲ୍ଲଯୁଦ୍ଧ ଆସିଲା, ଏଇ ମଲ୍ଲଯୁଦ୍ଧର ସମୟରେ ପ୍ରଭୁ ଚାହୁଁଛନ୍ତି ତାଙ୍କର ସେ ସମସ୍ତ ଦୁର୍ବଳତାକୁ ସେ ପରିତ୍ୟାଗ କରନ୍ତୁ। ପ୍ରଭୁ ଚାହୁଁଛନ୍ତି ତାଙ୍କର ସମସ୍ତ ମନ୍ଦ ଅଭିଳାଷକୁ ସେ ତ୍ୟାଗ କରନ୍ତୁ। ପ୍ରଭୁ ଚାହୁଁଛନ୍ତି ତାଙ୍କର ନିଜର ଇଚ୍ଛା, ନିଜର ଜ୍ଞାନ, ନିଜର ବଳ, ନିଜର ବୁଦ୍ଧିକୁ ସେ ପରିତ୍ୟାଗ କରନ୍ତୁ। ମୋ ଉପରେ ସେ 100% ନିର୍ଭର କରନ୍ତୁ। ମୋର ପ୍ରିୟ ମାନେ, ପ୍ରଭୁ ଆମମାନଙ୍କ ଜୀବନରେ ଏଇ ପ୍ରକାର କାର୍ଯ୍ୟ କରନ୍ତି। ପ୍ରଭୁ ଆମମାନଙ୍କ ସହିତ ମଧ୍ୟ ଲଢେଇ କରିବା ପାଇଁ ଆସନ୍ତି। ସେ ଆମମାନଙ୍କର ମନ ମଧ୍ୟରେ ଆମେ ଯେତେବେଳେ ଯୋଉ ପର୍ଯ୍ୟନ୍ତ ଆମେ କହିବା ନା ନା ପ୍ରଭୁ ମୁଁ ଛାଡି ପାରିବିନି, ଏଇ ଅଭ୍ୟାସକୁ ମୁଁ ଛାଡି ପାରିବିନି, ପ୍ରଭୁ ଏଇ କାର୍ଯ୍ୟ କରିବାର ମୁଁ ନିବୃତ୍ତ ହେଇପାରିବିନି, ସେଇ ସମୟରେ ପ୍ରଭୁ ଆମମାନଙ୍କୁ ଟିକେ ଆଘାତ ଦେଇଥାନ୍ତି। ବେଳେ ବେଳେ ଆମମାନଙ୍କୁ ଆଘାତ ଦେଇଥାନ୍ତି। ତାପରେ କୌଣସି ପ୍ରକାର ଭାବରେ ଆମମାନଙ୍କ ମଧ୍ୟରେ କୌଣସି ଗୋଟେ ଛୋଟ ଆଘାତ ଯେତେବେଳେ ସେ ବିଭିନ୍ନ ପ୍ରକାର ମଧ୍ୟରେ ସେ ଆଘାତ ଆସିପାରେ। ତାଙ୍କୁ ଯୋଉ ଉରୁ ଦେଶର କଥା କୁହାଗଲା, ଆଜି ଆମମାନଙ୍କ ଜୀବନରେ ମଧ୍ୟ କୌଣସି ଗୋଟେ ବିଷୟରେ ଯେତେବେଳେ ଆଘାତ ଦିଅନ୍ତି, ସେଇ ସମୟରେ ଆମେ ଚେତା ପାଇଥାଉ। ଆଉ କଣ କହିଥାଉ ନା ପ୍ରଭୁ ଠିକ ଅଛି ପ୍ରଭୁ, ବର୍ତ୍ତମାନ ମୁଁ କଣ କରିବି, ନିଜକୁ ତୁମ ନିକଟରେ ସମର୍ପଣ କରିବି। ଆମେ ପ୍ରଭୁଙ୍କ ଠାରେ 100% ସମର୍ପିତ ଅତି ସହଜରେ ହେଇନଥାଉ ମୋର ପ୍ରିୟ ମାନେ। ଏହା ହଉଛି ମନୁଷ୍ୟର ଦୁର୍ବଳତା। ସେ ଭାବିଥାଏ ପରମେଶ୍ୱର ଯେହେତୁ ପ୍ରଭୁ ପ୍ରଭୁ ଚାହିଁଲେ ଆମମାନଙ୍କୁ ଜୟ ଲାଭ କରିପାରେ, କିନ୍ତୁ ପ୍ରଭୁ ଆମକୁ ଗୋଟେ ସ୍ୱତନ୍ତ୍ର ଶକ୍ତି ଦେଇଛନ୍ତି। ପ୍ରଭୁ ଆମମାନଙ୍କୁ ସ୍ୱାଧୀନତା ଦେଇଛନ୍ତି। ଆମେ ଯଦି ଚାହିଁବା ତାହେଲେ ହିଁ ଆମେ ମାନେ ଆମମାନଙ୍କ ଜୀବନରେ ବିଜୟ ହାସଲ କରିପାରିବା। ସେ ଭାବୁଛନ୍ତି ଯେ ପ୍ରଭୁଙ୍କ ଉପରେ ସେ ଜୟଲାଭ କଲେ, ପ୍ରଭୁଙ୍କ ଉପରେ ଯଦି ପ୍ରଭୁ ଯଦି ହାରିଯାଆନ୍ତି ବା ପ୍ରଭୁ ହାରିଯାଆନ୍ତି, ଅର୍ଥାତ୍ ପ୍ରଭୁଙ୍କ କଥା ଯଦି ଆମେ ନ ଶୁଣୁଛୁ, ଏଇ ସ୍ଥାନରେ ଯଦି ପ୍ରଭୁଙ୍କର ବିଷୟକୁ ଯଦି ଆମେ ନ ମାନୁଛୁ, ଦେଖନ୍ତୁ ଅନ୍ୟ ଭାଷାରେ ଯଦି କହିବାକୁ ଗଲେ, ପ୍ରଭୁ ଯଦି ହାରିଯାଆନ୍ତି ଆମେ ମାନେ ଜଗତରେ ସବୁ ବିଷୟରେ ଆମେ ମାନେ ହାରିଯିବା। ଯଦି ପ୍ରଭୁ ଆମମାନଙ୍କ ଜୀବନରେ ବିଜୟ ହାସଲ କରିବେ, ଆମେ ସବୁ ବିଷୟରେ ବିଜୟ ହାସଲ କରିବା। ଏଇ ରହସ୍ୟ ଆପଣ ମାନେ ଚିହ୍ନନ୍ତୁ। ପ୍ରଥମ ବିଷୟ କହିଲି ଯେ ଆମ ମାନଙ୍କର ଶତ୍ରୁ ବାହାରେ ଯେତିକି ଅଛନ୍ତି ତାଠାରୁ ଅଧିକ ଶତ୍ରୁ ଆମ ମାନଙ୍କ ଭିତରେ ଅଛି।
ସେ ହଉଛି ଆମେ ନିଜେ ନିଜର ଶତ୍ରୁ ଅଟୁ। ଯେତେବେଳେ ଆମେ ନିଜର ଇଚ୍ଛାକୁ ଆମେ ପୂର୍ଣ୍ଣ କରିବା ପାଇଁ ଯେତେବେଳେ ଆମେ ମନସ୍ଥ କରିଥାଉ, ସେଇ ସମୟରେ ଆମେ ନିଜେ ନିଜର ଶତ୍ରୁ ପାଲଟି ଥାଉ। ଆମେ ନିଜର ଅଭିଳାଷ, ନିଜର ଜ୍ଞାନ, ଆମମାନଙ୍କର ଜ୍ଞାନ ଉପରେ ଯେତେବେଳେ ନିର୍ଭର କରିଥାଉ, ଆମେ ମାନେ ନିଜେ ଆମମାନଙ୍କର ଜ୍ଞାନ ହିଁ ଆମମାନଙ୍କର ଶତ୍ରୁ ପାଲଟି ଯାଏ। ଯେତେବେଳେ ଆମମାନଙ୍କର ବଳ ଉପରେ ଆମେ ନିର୍ଭର କରିଥାଉ, ଆମମାନଙ୍କର ବଳ ଆମମାନଙ୍କର ଶତ୍ରୁ ପାଲଟି ଯାଏ। এই ପ୍ରକାର ବିଷୟ ମୋର ପ୍ରିୟ ମାନେ, ଯେ ଆମମାନଙ୍କ ମଧ୍ୟରେ ଏଇ ସବୁ ଶତ୍ରୁ ଗୁଡ଼ିକର, ଯେହେତୁ ପ୍ରଭୁ ଆମମାନଙ୍କୁ ଜ୍ଞାନ ଦେଇଛନ୍ତି, ବୁଦ୍ଧି ଦେଇଛନ୍ତି, ବଳ ଦେଇଛନ୍ତି, ସବୁ ଦେଇଛନ୍ତି, ତା ସହିତ ଆମମାନଙ୍କୁ ସ୍ୱାଧୀନତା ମଧ୍ୟ ଦେଇଛନ୍ତି। କିନ୍ତୁ ଯେତେବେଳେ ଜଣେ ମନୁଷ୍ୟ ନିଜକୁ ଶୂନ୍ୟ କରିବ, ଏହା ହଉଛି ଏହା ହଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେତେବେଳେ ନିଜକୁ ଶୂନ୍ୟ କରିବ, ଯେତେବେଳେ ଯାକୁବ ଯେତେବେଳେ ତାଙ୍କୁ ଉରି ସନ୍ଧିରେ ଆଘାତ ହେଲା, ସେଇ ସମୟରେ ଯାଇକି ସେ ନିଜକୁ ଶୂନ୍ୟ କରୁଛନ୍ତି। ଆଉ ସେ ସମୟରେ ପ୍ରଭୁ କହୁଛନ୍ତି, ହଁ ପ୍ରଭୁ, ବର୍ତ୍ତମାନ ସେ କଣ ହଉଛନ୍ତି ବା ତାଙ୍କ ସେଇଠାରେ ସେ ପରାଜୟ ସ୍ୱୀକାର କରୁଛନ୍ତି। ତା ପୂର୍ବରୁ ସେ ପରାଜୟ ସ୍ୱୀକାର କରୁନଥିଲେ, ତା ପୂର୍ବରୁ ସେ ହିଁ ଜୟ ଲାଭ କରୁଥିଲେ। ଆଉ ପ୍ରଭୁଙ୍କୁ ଉରୁ ସନ୍ଧିରେ ଆଘାତ କରିବାକୁ ପଡିଲା। ଆଜି ଆମମାନଙ୍କ ଜୀବନରେ ପ୍ରଭୁ ବହୁତ ଉରୁ ସନ୍ଧିରେ ଆଘାତ କରୁଛନ୍ତି, ଏଇଥିପାଇଁ ଯେ ଆମେ ମାନେ ରାଜି ହଉନୁ। ପ୍ରଭୁ କାହା ସହିତ ଲଢେଇ କରିବାକୁ ଚାହାନ୍ତି, କିନ୍ତୁ ପ୍ରଭୁ ତାଙ୍କର ମନୋନୀତ ଲୋକମାନଙ୍କୁ ବିଶେଷ କରି ତାହା ଯାହାଙ୍କ ଜୀବନ ଦେଇ ପ୍ରଭୁ ଗୋଟେ ବହୁତ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ଯାହାଙ୍କୁ ଦେଇ ପ୍ରଭୁ ଗୋଟେ ବହୁତ ବଡ ଦର୍ଶନ ଦେଖିଛନ୍ତି, ସେମାନଙ୍କ ଜୀବନରେ ପ୍ରଭୁ ନିଶ୍ଚିତ ଭାବରେ ଲଢେଇ କରିବେ। କାହିଁକି ସେମାନଙ୍କ ଜୀବନରେ ଯଦି ଏଇ ଯୋଉ ଶତ୍ରୁ ଗୁଡିକୁ ଯଦି ପ୍ରଭୁ ଲଢେଇ କରନ୍ତି, ଦେଖନ୍ତୁ ବାହାର ଶତ୍ରୁକୁ ଲାବନ ଯେତେବେଳେ ଆସିଲା, ଲାବନ ସହିତ ପ୍ରଭୁ କହିଲେ ତୁମେ ତାଙ୍କୁ ଛୁଇଁବ ନାହିଁ, ତୁମେ ତାଙ୍କୁ କିଛି କହିବ ନାହିଁ। ଆଉ ସେ କିଛି କହିଲେ ନାହିଁ। ଦେଖନ୍ତୁ କାହା ସପକ୍ଷରେ? ଯାକୁବଙ୍କ ସପକ୍ଷରେ ପ୍ରଭୁ ଲଢେଇ କଲେ। ସେ ପ୍ରକାର ମଧ୍ୟ ଆମେ ଏସଙ୍କର ଆସନ୍ତାକାଲି ଯଦି ସମୟ ହୁଏ ଆମେ ଦେଖିବା, ଏସଙ୍କ ସହିତ ମଧ୍ୟ ସେ ଦେଖନ୍ତୁ ଏସଙ୍କ ଜୀବନକୁ ପରିବର୍ତ୍ତନ କରୁଛନ୍ତି। ଯାକୁବର କୌଣସି ତମେ କ୍ଷତି କରିବ ନାହିଁ। ପ୍ରଭୁ ଆମମାନଙ୍କର ବାହାର ଶତ୍ରୁ ମାନଙ୍କୁ ପ୍ରଭୁ ଆମମାନଙ୍କ ନିମନ୍ତେ ଆମମାନଙ୍କ ସପକ୍ଷରେ ଲଢେଇ କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ତାହା ପ୍ରଭୁଙ୍କ ନିମନ୍ତେ ସହଜ ଅଟେ। କିନ୍ତୁ ଆମ ମଧ୍ୟରେ ଥିବା ଯୋଉ ଶତ୍ରୁ, ଆମେ ନିଜେ, ଆମମାନଙ୍କର ଜ୍ଞାନ, ଆମମାନଙ୍କର ଅହଂଭାବ, ଆମମାନଙ୍କର ଅହଙ୍କାର, ଆମମାନଙ୍କର ଶାରୀରିକ ଇଚ୍ଛା, ଆମମାନଙ୍କର ନିଜସ୍ୱ ଇଚ୍ଛା, ଏଇ ଯୋଉ ନିଜସ୍ୱ ଇଚ୍ଛାକୁ ଯଦି ଆମମାନଙ୍କୁ ମାରିବାକୁ ହେଲେ, ପ୍ରଭୁ ଏଇ ବିରୁଦ୍ଧରେ, ଏଇ ସବୁ ବିରୁଦ୍ଧରେ ପ୍ରଭୁ ଆମ ସହିତ ଲଢେଇ କରନ୍ତି। କଣ ମଲ୍ଲଯୁଦ୍ଧ ଆପଣ ମାନେ ବୁଝିପାରୁଥିବେ ବର୍ତ୍ତମାନ। ନହେଲେ ପ୍ରଭୁଙ୍କର କଣ ଆବଶ୍ୟକ ପଡିଛି ଯାକୁବଙ୍କ ସହିତ? କିନ୍ତୁ ଯାକୁବଙ୍କ ଦେଇ ପ୍ରଭୁ ଗୋଟେ ବହୁତ ବଡ ଦର୍ଶନ ଦେଖିଛନ୍ତି। ଆଉ ସେଇ ସ୍ତମ୍ଭରେ ଆମେ ଦେଖିବାକୁ ପାଉଛୁ, ଆଉ ଯାକୁବ ସେ ସରେଣ୍ଡର ହଉଛନ୍ତି। ତାପରେ ସେ ପୁନର୍ବାର ତାଙ୍କୁ ପଚାରୁଛନ୍ତି। ତାପରେ ଆମେ ଦେଖିବାକୁ ପାଉ ଯେତେବେଳେ ସେ ଆ, ଆ, ହାରିଗଲେ, ଆଉ ଲଢେଇ କରିପାରିଲେ, ସେଇ ସମୟରେ କଣ କରୁছে? ପ୍ରଭୁଙ୍କୁ ଧରିକି ରଖୁଛନ୍ତି। ଆଉ ତାପରେ આપણે 26 ପଦ ଗୋଟେ ଦେଖନ୍ତୁ, ଏଇଟା ମଧ୍ୟ ଆଉ ସେଇ ଯୋଉ ଯୁଦ୍ଧର ଆଉ ଗୋଟେ ଭାଗ ଆପଣ ମାନେ ଦେଖନ୍ତୁ। 26 ପଦ, ସେଇ ଭାଗଟା ମଧ୍ୟ ଆମେ ଦେଖିବା। 26 ପଦ ଲେଖାଏ, ଅନନ୍ତର ସେଇ ପୁରୁଷ କହିଲେ, ଆମ୍ଭକୁ ଛାଡ, କାରଣ ପ୍ରଭାତ ହେଲା। ତ ଯାକୁବ କହିଲେ, ତୁମ୍ଭେ ମତେ ଆଶୀର୍ବାଦ ନ କଲେ ମୁଁ ତୁମ୍ଭକୁ ଛାଡିବିନି। ଆପଣମାନେ ଯଦି ହୋସେୟ ପୁସ୍ତକ 12 ପର୍ବ 3 ରୁ 5 ପଦ ପଢିବେ, ସେଇ ସ୍ଥାନରେ ଲେଖା ଯେ ଯାକୁବ କ୍ରନ୍ଦନ କରୁଛନ୍ତି ତାଙ୍କ ନିକଟରେ। ଯାକୁବ ଯେତେବେଳେ ନିଜକୁ ସରେଣ୍ଡର କରୁଛନ୍ତି, ନିଜକୁ ଶୂନ୍ୟ କରୁଛନ୍ତି, ଶୂନ୍ୟ କଲା ପରେ ସେ ଜାଣିପାରୁଛନ୍ତି ଇଏ ହଉଛନ୍ତି ବ୍ୟକ୍ତି, ଆଉ ସିଏ ମୋ ଜୀବନରେ ଆଶୀର୍ବାଦ ଆଣିବା ବ୍ୟକ୍ତି, ଇଏ ହଉଛନ୍ତି ପ୍ରକୃତ ବ୍ୟକ୍ତି। ନା ମୋ ବଡ ଭାଇଙ୍କ ଠାରୁ ମୁଁ ହରଣ କରି ଆସିଥିଲି, ସେଇ ଆଶୀର୍ବାଦ ମତେ ଦରକାର ନାହିଁ। ବାପାଙ୍କ ଠାରୁ ଯୋଉ ଠକିକି ଆଶୀର୍ବାଦ ଆଣିଥିଲି, ମତେ ସେଇ ଆଶୀର୍ବାଦ ଦରକାର ନାହିଁ। ମତେ ପ୍ରକୃତ ପ୍ରକୃତ ଆଶୀର୍ବାଦ ଦରକାର। ବା ମୁଁ ଲାବନଙ୍କ ଘରେ ବା ଯୋଉ ସ୍ଥାନରେ ରହି ମୁଁ ପରିଶ୍ରମ କରି 20 ବର୍ଷର ପରିଶ୍ରମରେ ଯୋଉ ଆଶୀର୍ବାଦ ପାଇଅଛି, ଏତେ ସବୁ ଧନ ସମ୍ପତ୍ତି ପାଇଛି, ସେଇ ଆଶୀର୍ବାଦ ମୁଁ ଚାହୁଁନାହାନ୍ତି। କିନ୍ତୁ ଏଇ ବ୍ୟକ୍ତି ଯିଏ କି ମତେ ଆଶୀର୍ବାଦ କରିବା ପାଇଁ ସମର୍ଥ, ଆଜି ମୁଁ ତାଙ୍କୁ ମୁଖାମୁଖି ଦେଖିଛି। ସେଇ ସ୍ଥାନରେ ଲେଖୁଛନ୍ତି, ପରମେଶ୍ୱରଙ୍କର ମୁଖ। ଆଉ ଯେତେବେଳେ ମୁଖାମୁଖି ମୁଖାମୁଖି ତାହାଙ୍କର ସାକ୍ଷାତ କରିଛନ୍ତି, ତାଙ୍କୁ ସେ ଛାଡୁନାହାନ୍ତି। ସେ କହୁଛନ୍ତି, ମତେ ଆଶୀର୍ବାଦ ନ, ମୁଁ ଆଉ ଲଢେଇ କରିବିନି, କିନ୍ତୁ ମତେ ଆଶୀର୍ବାଦ ନ କଲା ଯାଏ ମୁଁ ତୁମକୁ ଛାଡିବିନି। ମୋର ପ୍ରିୟ ମାନେ, ଏହା ହଉଛି ପ୍ରାର୍ଥନାର ବିନତି। ଆମେ ପ୍ରଭୁଙ୍କୁ କହିବା କି ପ୍ରଭୁ, ଆଉ ସେ କ୍ରନ୍ଦନ କରିକି କହୁଛନ୍ତି ବୋଲି ଲେଖା। ଏଇ ସ୍ଥାନରେ ତ ସ୍ପଷ୍ଟ ଜଣା ପଡୁନି, କିନ୍ତୁ ଆପଣ ହୋସେୟ ପୁସ୍ତକ 12 ପର୍ବ 3 ରୁ 5 ପଢିବେ, ସେ ତା ଲେଖା ଅଛି। ସେ କ୍ରନ୍ଦନ କରୁଛନ୍ତି ତାଙ୍କ ନିକଟରେ, ବିନତି କରୁଛନ୍ତି ତାଙ୍କୁ। ଆଉ ସେ କହୁଛନ୍ତି, ତୁମେ ମତେ ଆଶୀର୍ବାଦ ନ କଲେ ମୁଁ ତୁମକୁ ଛାଡିବି ନାହିଁ। ଆମେ ମାନେ ପ୍ରଭୁଙ୍କୁ ଏ ପ୍ରକାର ଧରି ରଖିବା। ପ୍ରଥମ ଲଢେଇ କଥା ମୁଁ କହିଲି, ସେଇ ଲଢେଇରେ ଆମେ ମାନେ ଆମମାନଙ୍କର ନିଜ ଇଚ୍ଛା ଅଭିଳାଷକୁ ଆମମାନଙ୍କୁ ତ୍ୟାଗ କରିବାକୁ ପଡିବ। ଦ୍ୱିତୀୟ ଯୋଉ ଲଢେଇ କଥା, ତ ଲଢେଇ ନୁହଁ, ପ୍ରଭୁଙ୍କୁ ଆମେ ଧରିବା। ଆଉ ପ୍ରଭୁଙ୍କ ସହିତ କହିବା, ପ୍ରଭୁ ତୁମେ ମତେ ଆଶୀର୍ବାଦ ନ କଲେ ମୁଁ ଛାଡିବି ନାହିଁ। ଆଉ ଏଇ ଯୋଉ କ୍ରନ୍ଦନ, ଆଉ ପ୍ରଭୁ ତାଙ୍କର ଯୋଉ ଆର୍ତ୍ତନାଦ ଥିଲା ପ୍ରଭୁଙ୍କ ପ୍ରତି, ଆଉ ସେଇ ସ୍ଥାନରେ ଦେଖାଯାଏ। ଆଉ ସେଇ ବ୍ୟକ୍ତି ତାଙ୍କୁ କହୁଛନ୍ତି, ମୋର ନାମ କଣ ବୋଲି ପଚାରୁଛନ୍ତି। ସେଇ ସ୍ଥାନରେ ସେ କହୁଛନ୍ତି, ଆଉ ମୋର ନାମ ହଉଛି ଯାକୁବ। ଅର୍ଥାତ୍ ସେ ଜାଣିଛନ୍ତି ସେ କି ପ୍ରକାର ଠକ, ବା ଯାକୁବର ଅର୍ଥ ହଉଛି ପ୍ରତାରକ, ଠକ। ଯୋଉ ଏଇ ପ୍ରକାର ତାଙ୍କ ଜୀବନରେ ଥିଲା, ଆଜି ପ୍ରଭୁ ତାଙ୍କ ଜୀବନ ଗୋଟେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଆଉ ପ୍ରଭୁ କହୁଛନ୍ତି, ଆଜିଠାରୁ ତୁମେ ଆଉ ଯାକୁବ ନାମରେ ବିଖ୍ୟାତ ହବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହବ। ମୋର ପ୍ରିୟ ମାନେ,
ଇସ୍ରାଏଲ ନାମରେ ବିଖ୍ୟାତ ହବ। ଆଜି ସାରା ପୃଥିବୀ ନାମ ଶୁଣୁଛି ଇସ୍ରାଏଲ। କାହିଁକି? ଏଇ ନାମ କୌଣସି ମନୁଷ୍ୟ ଦେଇନଥିଲେ, ଏଇ ନାମ ସଦାପ୍ରଭୁ ପରମେଶ୍ୱର। ଆଜି ଅନେକ ଦେଶ ଗୁଡ଼ିକର ନାମ ଆପଣମାନେ ଦେଖୁଛନ୍ତି, ସବୁ ମନୁଷ୍ୟମାନେ ନାଁ ଦେଇଛନ୍ତି, କିନ୍ତୁ ଇସ୍ରାଏଲ ଦେଶ, ଯୋଉ ଦେଶ ଆଜି ଆପଣମାନେ ଶୁଣୁଛନ୍ତି, ସେଇ ନାମକରଣ ସଦାପ୍ରଭୁ ପରମେଶ୍ୱର ନିଜେ କରିଥିଲେ। ଆଉ ଜାଣିଛନ୍ତି ଇସ୍ରାଏଲର ଅର୍ଥ କଣ? ଇସ୍ରାଏଲର ଅର୍ଥ ହଉଛି ପରମେଶ୍ୱରଙ୍କ ସହିତ ଯୁଦ୍ଧ କରିବା, ପରମେଶ୍ୱର ରାଜତ୍ୱ କରିବା। ଅନ୍ୟ ଭାଷାରେ ଯଦି କହିବାକୁ ଗଲେ ପ୍ରକୃତରେ ତାର ଆକ୍ଷରିକ ଅର୍ଥ ହଉଛି ଆଉ ଈଶ୍ୱର ରାଜତ୍ୱ କରନ୍ତି, ସଦାପ୍ରଭୁ ରାଜତ୍ୱ କରନ୍ତି। ବର୍ତ୍ତମାନ ଇସ୍ରାଏଲ ଦ୍ୱାରା ପ୍ରଭୁ ଆଉ ଜଗତ ମଧ୍ୟରେ ରାଜତ୍ୱ କରିବାକୁ ଚାହିଁଲେ ଜାକୁବଙ୍କ ଦେଇ। ବର୍ତ୍ତମାନ ଜାକୁବଙ୍କର ନାମ ପରିବର୍ତ୍ତନ ହେଇକି ତାହାର ନାମ ଇସ୍ରାଏଲ ହେଇଗଲା। ମୋର ପ୍ରିୟ ମାନେ, ଆଉ ଜାକୁବ ଜାକୁବ ହେଇକି ରହିଲେନି, ତାଙ୍କର ନାମ ପରିବର୍ତ୍ତନ ହେଇଗଲା। ଯେତେବେଳେ ସେ ପ୍ରଭୁଙ୍କୁ ଆଶୀର୍ବାଦ କରିବା ପାଇଁ ସେ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ବିନତି କରୁଛନ୍ତି, ପ୍ରଭୁ ତାଙ୍କର ଜୀବନକୁ ବଦଳେଇ ଦେଲେ, ତାଙ୍କର ନାମକୁ ବଦଳେଇ ଦେଲେ, ତାଙ୍କର ଚିନ୍ତାଧାରାକୁ ବଦଳେଇ ଦେଲେ, ସବୁ କିଛି ବଦଳେଇ ଦେଲେ। ଆଉ ସେଇ ଯୋଉ ଲଢେଇ ଥିଲା, ଆଉ ସେଇ ସମୟରେ ପ୍ରଭୁ ବିଜୟୀ ହେଲେ। ମୋର ପ୍ରିୟ ମାନେ, ଆଜି ଆମମାନଙ୍କ ଜୀବନରେ ଆମେ ପ୍ରଭୁଙ୍କୁ ଆମେ ବିଜୟ କରୁଛୁ ନା? ଆମେ ମାନେ ନିଜେ ଜିତିବା ପାଇଁ ଚାହୁଁଛୁ ପ୍ରଭୁଙ୍କ ଠାରୁ? ପ୍ରଭୁଙ୍କ ଠାରୁ ଆମେ ଜିତିବାକୁ ଚାହୁଁଛୁ। ପ୍ରଭୁ ପରାଜୟ ହେଇକି ଯଦି ଫେରିଯିବେ, ଆମେ ମାନେ ଆଶୀର୍ବାଦ ପାଇପାରିବା ନାହିଁ। ଯଦି ଆମମାନଙ୍କ ଜୀବନରେ ଆମେ ପ୍ରଭୁଙ୍କୁ ଜିତେଇବା, ଆମମାନଙ୍କର ସୁଖ ବିଳାସ ସମସ୍ତ ମନ୍ଦତାକୁ ଯଦି ଆମେ ବାହାର କରିବା, ପ୍ରଭୁ ଯାହା ଆମମାନଙ୍କୁ ପରିତ୍ୟାଗ କରିବାକୁ ଚାହୁଁଛନ୍ତି ତାକୁ ଯଦି ଆମେ ବାହାର କରିବା, ପ୍ରଭୁଙ୍କୁ ଆମେ ଜିତେଇବା। ଯଦି ପ୍ରଭୁଙ୍କୁ ଜିତେଇବା, ଆମେ ଜଗତ ଜିତା ହେଇପାରିବା। ଆମେ ଜଗତକୁ ଜିତିବାକୁ ଚାହିଁଲେ ଆମକୁ ପ୍ରଭୁଙ୍କୁ ଜିତେଇବାକୁ ପଡିବ ଆମମାନଙ୍କ ଜୀବନରେ। ତେବେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଜାକୁବଙ୍କୁ ଯୋଉ ପ୍ରକାର ସେ ଆଶୀର୍ବାଦ କଲେ, ଯାକୁବ କହୁଛନ୍ତି ଆଉ ପ୍ରଭୁ ତୁମେ ମତେ ଆଶୀର୍ବାଦ କର, ନ କଲେ ମୁଁ ଛାଡିବି ନାହିଁ। ଆଉ ପ୍ରଭୁ ତାଙ୍କୁ ଆଶୀର୍ବାଦ କରୁଛନ୍ତି। ଆଶୀର୍ବାଦ ର ଚିହ୍ନ ହେଲା ଯେ ତାଙ୍କର ନାମକୁ ସେ ପରିବର୍ତ୍ତନ କରୁଛି ଇସ୍ରାଏଲ, ଅର୍ଥାତ ତୁମ ଦ୍ଵାରା ମୁଁ ରାଜତ୍ୱ କରିବି। ଆଉ ଇସ୍ରାଏଲ ଦ୍ଵାରା, ଜାକୁବ ଦ୍ଵାରା ପ୍ରଭୁ ରାଜତ୍ୱ କଲେ। ମୋର ପ୍ରିୟ ମାନେ, ଆଜି ଏଇ ସେଇ ଦେଶ ମଧ୍ୟ ଆଜି ଇସ୍ରାଏଲ ନାମରେ ଖ୍ୟାତ। ଆଉ ଜାକୁବର ବଂଶଧର ସମସ୍ତେ ଇସ୍ରାଏଲୀୟ ବୋଲି ସମସ୍ତେ ଖ୍ୟାତ ଅଟନ୍ତି। ସମସ୍ତଙ୍କୁ ଇସ୍ରାଏଲୀୟ କୁହାଯାଉଛି। ଜାକୁବର 12 ଗୋଷ୍ଠୀ ବା 12 ପୁଅ ସମସ୍ତଙ୍କୁ ମଧ୍ୟ ଆଜି ଇସ୍ରାଏଲୀୟ ବୋଲି କୁହାଯାଉଛି। ମୋର ପ୍ରିୟ ମାନେ, ଏଇ ଇସ୍ରାଏଲ ଜାତି ଯାହାଙ୍କ ସହିତରେ, ଯାହାଙ୍କ ଦ୍ଵାରା ପ୍ରଭୁ ରାଜତ୍ୱ କରନ୍ତି। ଆଉ ପ୍ରଭୁ ରାଜତ୍ୱ କରିବାକୁ ଚାହୁଁଥିଲେ, ଯଦି ପ୍ରଭୁ ରାଜତ୍ୱ କରିବାକୁ ଚାହୁଁଛନ୍ତି, ସେଇ ବ୍ୟକ୍ତି ତ ପ୍ରଥମେ ପ୍ରଭୁଙ୍କ ସହିତ ପ୍ରଭୁଙ୍କ ସହିତ ସମାନ ଆଉ ସମକକ୍ଷ ବା ଗୋଟିଏ ଜୁଆଳି, ଯଦି ଜଣେ ଦୁଇ ଜଣ ବ୍ୟକ୍ତି ଗୋଟିଏ ଜୁଆଳିରେ ରହିବାକୁ ଚାହୁଁଛନ୍ତି, ସମାନ ହେବା ଦରକାର। ଗୋଟିଏ ବଳଦ ଆଉ ଗୋଟିଏ ସାନ ଗୋଟିଏ ବିରାଡ଼ିକୁ ଆଣିକି ଆପଣ ମାନେ ଜୁଆଳିରେ ସଂଯୁକ୍ତ କରିପାରିବେନି, ସେଇଟା ଜୁଆଳି କୁହାଯିବନି। ଉଭୟ ଏକ ମନ ଆଉ ଏକ ସଙ୍ଗରେ ରହିବାର ଅଛି। ଆଉ ପ୍ରଭୁ ତାହାଙ୍କ ସହିତ ଆମମାନଙ୍କୁ ତାଙ୍କର ଜୁଆଳିରେ ମଧ୍ୟରେ ସାମିଲ କରିବାକୁ ଚାହୁଁଛନ୍ତି। ଆଉ ଜାକୁବଙ୍କୁ ତାଙ୍କ ସଙ୍ଗରେ ସାମିଲ କରିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କୁ ଜାକୁବଙ୍କୁ କଣ କରିବାକୁ ପଡିଲା ନା? ତାଙ୍କର ନିଜର ବ୍ୟକ୍ତିତ୍ୱ ଯାହା ସବୁ ରହିଥିଲା, ପୁରୁଣା ସ୍ୱଭାବ ଥିଲା, ପୁରୁଣା ଜୀବନ ଥିଲା, ଯାହା ଅଭିଳାଷ ଥିଲା, ତାହାକୁ ସବୁ ତ୍ୟାଗ କରିବାକୁ ପଡିଲା। ଆଉ ଯେତେବେଳେ ତାହାକୁ ସବୁ ତ୍ୟାଗ କରୁଛନ୍ତି, ଗୋଟେ ନୂଆ ବ୍ୟକ୍ତିରେ ପରିଣତ ହେଇଯାଉଛନ୍ତି। ବର୍ତ୍ତମାନ ଜାକୁବ ଆଉ ପୁରୁଣା ବ୍ୟକ୍ତି ନୁହନ୍ତି, ବର୍ତ୍ତମାନ ନୂଆ ବ୍ୟକ୍ତି। ଆଉ ଗୋଟେ ନୂଆ ବ୍ୟକ୍ତି ଭାବରେ ଆଉ ତାଙ୍କର ଜୀବନକୁ ସେ ଆରମ୍ଭ କରିବାକୁ ଯାଉଛନ୍ତି। ତ ଏଇ ନୂଆ ବ୍ୟକ୍ତିଙ୍କ ବିଷୟରେ ଆମେ ଆସନ୍ତାକାଲି ଆହୁରି ଗୋଟେ ସୁନ୍ଦର ବିଷୟ, ଏହାର କନେକ୍ସନ, ଏହା ସହିତ ଜଡିତ ଅନେକ ଘଟଣା ଗୁଡିକ ରହିଛି ବାଇବଲରେ, ତାହାକୁ ଆପଣମାନେ ଦେଖିବାକୁ ପାଇବେ। ଆମେ ସମସ୍ତେ ଆଲୋଚନା କରିବା। ପ୍ରଭୁ ଆମମାନଙ୍କୁ ଆଜିର ଶିକ୍ଷା ଆଲୋଚନା ଉପରେ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ପରମେଶ୍ୱରଙ୍କ ସହିତ ଆମେ ଯୋଦ୍ଧା ହେବା। ଆମେ ମାନେ ମଧ୍ୟ ନିଶ୍ଚିତ ଭାବରେ ଏଇ ଯୋଉ ସଂଘର୍ଷରେ, ଏଇ ଯୋଉ ଲଢେଇରେ ଆମେ ପରମେଶ୍ୱରଙ୍କୁ ଜିତେଇବା। ଆଉ ତା ସହିତ ମଧ୍ୟ ଆମେ ମାନେ କ୍ରନ୍ଦନ କରିବା, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ଯାକୁ ଭଳି ତୁମେ ମତେ ଆଶୀର୍ବାଦ ନ କଲେ ଆଉ ମୁଁ ତୁମକୁ ଛାଡ଼ି